ୱେଲକମ୍ ଏଭ୍ରିୱାନ୍ ଟୁ ମାଇ ଚ୍ୟାନେଲ। ସୋ ଆଜି ଆମେ ଓଡ଼ିଆ ବ୍ୟାକରଣର ଦ୍ୱିତୀୟ ଅଧ୍ୟାୟ ଲିପି ଧ୍ୱନି ବର୍ଣ୍ଣମାଳା ବିଷୟରେ ଡିସ୍କସନ କରିବା। ଆମେ ପୂର୍ବ କ୍ଲାସରେ ଓଡ଼ିଆ ଭାଷା ଏବଂ ଭାଷାର ଉତ୍ପତ୍ତି ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଆମେ ଆଲୋଚନା କରିବା ବିଭିନ୍ନ ପ୍ରକାର ଧ୍ୱନି ଯଥା ସ୍ୱର ଧ୍ୱନି, ବ୍ୟଞ୍ଜନ ଧ୍ୱନି, ଆମର ବର୍ଣ୍ଣମାଳା, ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ଏବଂ ସ୍ୱରବର୍ଣ୍ଣ କେତେ ପ୍ରକାରର, ବ୍ୟଞ୍ଜନ ବର୍ଣ୍ଣ କେତେ ପ୍ରକାରର, ଯେପରିକି ବର୍ଗ ବ୍ୟଞ୍ଜନ, ଅବର୍ଗ ବ୍ୟଞ୍ଜନ, ଅନ୍ତସ୍ଥ ବର୍ଣ୍ଣ, ଆଶ୍ରିତ ବ୍ୟଞ୍ଜନ ବର୍ଣ୍ଣ, ଅଳ୍ପ ପ୍ରାଣ, ମହାପ୍ରାଣ, ଅଘୋଷ, ସଘୋଷ ବ୍ୟଞ୍ଜନ ବର୍ଣ୍ଣ, ଏସବୁ ବିଷୟରେ ଆମେ ଆଜି ଆଲୋକପାତ କରିବା। ଓକେ, ସୋ ଚାଲନ୍ତୁ ଆଉ ଡେରି ନ କରି ଆମେ ଆମର ଆଲୋଚନା ଆରମ୍ଭ କରିବା। ସୋ ପ୍ରଥମେ ଆମେ ଜାଣିବା ଯୋଉ ପୂର୍ବ କ୍ଲାସ ଆମେ ପଢିଥିଲେ ତା ଟିକେ ଯୋଉ ରିକାପ କରିବା। ଆମର ଯୋଉ ଭାଷା ବିଷୟରେ ପଢିଥିଲେ, ଭାଷା କଣ ନା ମନୁଷ୍ୟ କହିବା ଓ ବୁଝିବା ପାଇଁ ଧ୍ୱନି ମାଧ୍ୟମରେ ଯେଉଁ ସଂକେତ ବ୍ୟବହାର କରେ ତାହାକୁ ଆମେ ଭାଷା କହିଥାଉ। ଓକେ, ମନୁଷ୍ୟ ଯେଉଁ ସବୁ ଧ୍ୱନି ବ୍ୟବହାର କରି, ଯେଉଁ ସବୁ ଧ୍ୱନି ମାଧ୍ୟମରେ ଆମେ ଆମ ମନର ଭାବକୁ ଅନ୍ୟ ନିକଟରେ ପ୍ରକାଶ କରିଥାନ୍ତି ତାହାକୁ ଆମେ ଭାଷା କହିଥାଉ। ଓକେ, ସୋ ଭାଷା କୁ ଆମେ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ହଉଛି ଆମର କଥିତ ଭାଷା, ଆଉ ଗୋଟେ ହଉଛି ଆମର ଲିଖିତ ଭାଷା। କଥିତ ଏବଂ ଲିଖିତ ଭାଷା। କଥିତ ଭାଷା କଣ? ଯୋଉ ଭାଷା ମାଧ୍ୟମରେ ଆମେ କିଛି କହିଥାଉ ବା ମନର ଭାବକୁ ଅନ୍ୟ ନିକଟରେ ପ୍ରକାଶିତ କରୁଥାଉ। ଯେପରିକି ବର୍ତ୍ତମାନ ମୁଁ ଆପଣଙ୍କୁ ପଢଉଛି, ଏଇ ଯୋଉ ଭାଷାଟା ହଉଛି କଥିତ ଭାଷା। ଲିଖିତ ଭାଷା କଣ? ଯାହା ସାହାଯ୍ୟରେ ଯେଉଁ ଭାଷାକୁ ଆମେ ଲେଖିକରି ଅନ୍ୟକୁ ଦେଖାଇଥାଉ ତାହାକୁ ଆମର ଲିଖିତ ଭାଷା କହନ୍ତି। ଲିଖିତ ଭାଷାକୁ ସଂରକ୍ଷଣ କରି ରଖିହବ ଚିରକାଳ ପାଇଁ। ବୁଝିପାରିଲେ? ଲିଖିତ ଭାଷା ଲିପି ଆଉ ବର୍ଣ୍ଣର ସାହାଯ୍ୟରେ ଲେଖା ଯାଇଥାଏ। ସୋ ପ୍ରାଚୀନ କାଳରେ ଆମର ଯୋଉ ପ୍ରାଚୀନ କାଳରେ ଭାରତ ବର୍ଷରେ ସଂସ୍କୃତ ଭାଷାର ବହୁଳ ଆଦର ଥିଲା। କାଳକ୍ରମେ 3 ଗୋଟି ସ୍ତର ଦେଇ ସଂସ୍କୃତ ଭାଷାର ବିବର୍ତ୍ତନ ଘଟି ଅନ୍ୟ ଭାଷା ମାନ ସୃଷ୍ଟି ହେଲା। ଯଥା ସେ 3 ଗୋଟି ସ୍ତର ହଉଛି କଣ ନା ପାଲି, ପ୍ରାକୃତ ଏବଂ ଅପଭ୍ରଂଶ। ଏଇ ଅପଭ୍ରଂଶ ଭାଷାରୁ ସମୟରେ ଆମର ଓଡ଼ିଆ ଭାଷାର ଉତ୍ପତ୍ତି ହୋଇଥିଲା। ଓକେ, ସୋ ଭାଷାର ଆମେ ଯୋଉ ବ୍ୟାକରଣ କହିଲେ କଣ ବୁଝିବା ନା ଭାଷାର ଶୃଙ୍ଖଳା ବିଧି ଭାବରେ ଆମେ ଯଦି ଭାଷାକୁ ଏକ ଶୃଙ୍ଖଳା ସହ, ଏକ ନିୟମ ସହ ବାନ୍ଧି ରଖି କିଛି ଆମେ ଲେଖିକରି ସଂରକ୍ଷଣ କରି ରଖିବା ପରବର୍ତ୍ତୀ ପିଢି ପାଇଁ, ତାହାକୁ ଆମେ କହିବା ବ୍ୟାକରଣ। ଓକେ, ଓକେ, ସୋ ନେକ୍ସଟ ଦେଖିବା ଆମର ଲିପି। ଲିପି ହଉଛି ଯୋଉ ଆମେ ଧ୍ୱନି, ଯୋଉ ଆମେ କହିଥାଉ ଧ୍ୱନି, ଯୋଉ ଆମର ମୁଖ ଗହରରୁ ଯୋଉ ଧ୍ୱନି ନିର୍ଗତ ହୋଇଥାଏ ତାହାର ସାଙ୍କେତିକ ରୂପ ହଉଛି ଲିପି। ଲିପି ହଉଛି ଧ୍ୱନିର ସାଙ୍କେତିକ ରୂପ, ଅର୍ଥାତ୍ ଧ୍ୱନିର ଲିପନ ରୂପକୁ ଆମେ ଲିପି କହିଥାଉ। ମଣିଷ ତାର କଥାବାର୍ତ୍ତାକୁ ଚିରସ୍ଥାୟୀ କରିବା ପାଇଁ ଲିପିର ଜନ୍ମ ହୋଇଥିଲା। ଓକେ, ମଣିଷ ତା ଯୋଉ ଯୋଉ କଥାବାର୍ତ୍ତା ମାଧ୍ୟମରେ ତାର ଭାବକୁ ଅନ୍ୟ ନିକଟରେ ପ୍ରକାଶ କରିଥାଏ, ତାକୁ ଚିରସ୍ଥାୟୀ ବା ତାକୁ ଲଙ୍ଗ ଟର୍ମ ରଖିବା ପାଇଁ, ମାନେ ଆଗାମୀ କାଳର ପିଢି ମାନଙ୍କ ପାଇଁ ରଖିବା ପାଇଁ ଯୋଉ ଲିଖନ ପ୍ରଣାଳୀ ଆରମ୍ଭ କରିଥିଲା, ସେ ଲିଖନ ପ୍ରଣାଳୀରୁ ଆମର ଲିପିର ଅଭ୍ୟୁଦୟ ହୋଇଥିଲା। ଭାରତ ବର୍ଷରେ 2 ପ୍ରକାର ଲିପି ଆମର ପ୍ରଚଳନ ଥିଲା ପୂର୍ବ କାଳରେ। ଗୋଟେ ହଉଛି ବ୍ରାହ୍ମୀ ଲିପି, ଆଉ ଗୋଟେ ହଉଛି ଖରଷ୍ଠୀ ଲିପି। ଏ ବ୍ରାହ୍ମୀ ଲିପି ଆମେ ବାମରୁ ଡାହାଣକୁ ଲେଖୁଥିଲେ, ଖରଷ୍ଠୀ ଲିପି ଡାହାଣରୁ ବାମକୁ ଲେଖୁଥିଲେ। କିନ୍ତୁ ଖରଷ୍ଠୀ ଲିପି ଆମର କାଳକ୍ରମେ এটা ଅପ୍ରଚଳନ ହୋଇଯାଇଛି, ଏହା ଆଉ ଚଳୁନାହିଁ। ଆମେ ଏବେ ବ୍ରାହ୍ମୀ ଲିପିରେ, ଓଡ଼ିଆ ଲିପି ମଧ୍ୟ ଏକ ବ୍ରାହ୍ମୀ ଲିପିର ଏକ ଅଂଶ ବିଶେଷ। ଓକେ, ଓଡ଼ିଆ ଲିପି, ଆମେ ଯୋଉ ଲିପି ବ୍ୟବହାର କରୁଛନ୍ତି ତାହା ହଉଛି ଓଡ଼ିଆ ଲିପି। ଓଡ଼ିଆ ଭାଷାର ଓଡ଼ିଆ ଲିପି। ବିଭିନ୍ନ ଭାଷାର ବିଭିନ୍ନ ଲିପି ଥାଏ, କିଛି କିଛି ଭାଷାର ଲିପି ନଥାଏ। ଯେପରିକି ଆମର ବଙ୍ଗଳା, ଆମର ସଂସ୍କୃତ ଭାଷା, ହିନ୍ଦୀ ଭାଷା, ସଂସ୍କୃତ ଲିପି ନାହିଁ କି ହିନ୍ଦୀ ଲିପି ନାହିଁ, ଆମର ତାହା ଦେବନାଗରୀ ଲିପି। ଦେବନାଗରୀ, ହିନ୍ଦୀ ଭାଷା ଆମର ଲେଖାଯାଏ ଦେବନାଗରୀ ଲିପିରେ। ହିନ୍ଦୀ, ସଂସ୍କୃତ ଏସବୁ ଦେବନାଗରୀ ଲିପିରେ ଲେଖାଯାଇଥାଏ। ଓକେ, ତେଣୁ ଓଡ଼ିଆ ଭାଷା ବା ଓଡ଼ିଆ ଲିପି ଆମର ଆମର ଯୋଉ ଦାକ୍ଷିଣାତ୍ୟ ଲିପିର ପ୍ରଭାବରେ, ଦାକ୍ଷିଣାତ୍ୟ ଭାଷାର ପ୍ରଭାବରେ ଏହା ଗୋଲାକୃତି ହୋଇଥାଏ। ମାତ୍ର ସମକାଳୀନ ଓଡ଼ିଆର ଯୋଉ ସମକାଳୀନ ଆର୍ଯ୍ୟ ଭାଷା ଗୁଡିକ ହେଲେ ବଙ୍ଗଳା, ଆଉ ଅନ୍ୟ ଭାଷା ଯୋଉ ରହିଲେ ଅହମିଆ ଭାଷା, ଗୁଜୁରାତି ଭାଷା,
ଏଗୁଡିକର ଲିପି ଲେଖିଲା ବେଳେ ଗୋଟେ ଗାର ବ୍ୟବହୃତ ହୋଇଥାଏ। ଆଉ ହିନ୍ଦୀ ଲେଖିଲା ବେଳେ ମଧ୍ୟ ଉପରେ ଗୋଟେ ଗାର ଦିଆଯାଏ। ମାତ୍ର ଓଡିଆ ଭାଷା ଓଡିଆର ଲିପି ଲେଖିଲା ବେଳେ ଗୋଲ ଗୋଲ କରି ଆମେ ଲେଖିଥାନ୍ତୁ। ଦେଖନ୍ତୁ ଏଟା ଲିପି ସବୁ ଗୋଲ ଗୋଲ କରି ଆମର ଲେଖାଯାଇଛି। ଓକେ। ଆଧୁନିକ ଓଡିଆ ଲିପିର ଦୁଇ ପ୍ରକାର ଲିଖନ ପଦ୍ଧତି ଅଛି। ସେଗୁଡିକ ହଉଛି କଣ ନା ସାଧାରଣୀ ଏବଂ କରଣୀ। ସାଧାରଣୀ କାହାକୁ କୁହାଯାଏ? ସାଧାରଣ ଲିପି ନା ଲୋକମାନଙ୍କର ଲେଖା ପଢା ପୁସ୍ତକ ମୁଦ୍ରଣରେ ଯେଉଁ ଲିପି ବ୍ୟବହାର କରାଯାଇଥାଏ ତାହାକୁ ଆମେ ସାଧାରଣ ଲିପି କହନ୍ତି। ମାତ୍ର ତାଳପତ୍ର ପୋଥି ମାନଙ୍କରେ ଯେଉଁ ଲିପି ବ୍ୟବହୃତ ହୋଇଥାଏ ତାହାକୁ କରଣୀ ଲିପି କୁହାଯାଏ। ପୁରାଣ କାଳରେ ଆମର ପୁରାଣ ପୋଥି ଗୁଡିକ ଆଉ ଏବେ ମଧ୍ୟ ଜାତକ କିଛି ଆମର କରଣୀ ଲିପି ସାହାଯ୍ୟରେ ଲେଖାଯାଉଛି। ଏହା ତାଳପତ୍ରରେ ଲେଖାଯାଇଥାଏ। ସାଧାରଣ ଲିପି ଗୁଡିକ ହଉଛି ଲୋକମାନେ ଯୋଉ ଲେଖାପଢା କରିଥାନ୍ତି କିମ୍ବା ଆମର ପୁସ୍ତକ ମୁଦ୍ରଣ କରିଥାନ୍ତି, ବହି ଛାପିଥାନ୍ତି, ସେଗୁଡିକରେ ଆମର ସାଧାରଣୀ ଲିପି ବ୍ୟବହୃତ ହୋଇଥାଏ। ଓକେ। ଏବେ ଦେଖିବା ଧ୍ୱନି। ଧ୍ୱନି କଣ? ଧ୍ୱନି ହଉଛି କିଛି କମ୍ପନ ଯାହା ଆମ କାନକୁ ଶୁଣାଯାଏ। କିଛି ଆମେ ଶୁଣିପାରୁ, ଯେପରି ବର୍ଷା ପକେଇଲେ ଟୁପୁର ଟୁପୁର ଆବାଜ ହୁଏ, କି କୁଆ ରାବିଲେ କା କା ଆବାଜ ହୁଏ, ତାହା ଆମ କାନକୁ ଏକ କମ୍ପନ ଦେଇଥାଏ। ସେଇ କମ୍ପନରୁ ଆମେ କିଛି ଶୁଣି ପାରିଥାଉ। ତାହା ହଉଛି ଧ୍ୱନି। ଆମ ଚାରି ପାଖରେ ଘଟୁଥିବା କୌଣସି କମ୍ପନରୁ ଆମ କାନକୁ ଯାହା ଶୁଣାଯାଏ ତାହା ହେଉଛି ଧ୍ୱନି। ଓକେ। ଧ୍ୱନି ଶୁଣି ଆମେ କିଛି ବୁଝିପାରିଥାଉ, ତାହା ମାଧ୍ୟମରେ ସେଇ ଯୋଉ ଧ୍ୱନିର ଆମେ ପ୍ରତ୍ୟୁତ୍ତର ମଧ୍ୟ ଦେଇଥାନ୍ତି। ଓଡିଆ ଭାଷାରେ ଦୁଇ ପ୍ରକାର ଧ୍ୱନି ଅଛି। ଗୋଟେ ଧ୍ୱନି ହଉଛି ଆମର ସ୍ୱରଧ୍ୱନି, ଆଉ ହଉଛି ଆମର ବ୍ୟଞ୍ଜନ ଧ୍ୱନି। ଏଟା ମନେ ରଖିବେ, ପରୀକ୍ଷାରେ ଆସିବ। ସ୍ୱରଧ୍ୱନି ଓ ବ୍ୟଞ୍ଜନ ଧ୍ୱନି। ଆମର ଓଡିଆ ଭାଷାରେ ଧ୍ୱନି କେତେ ପ୍ରକାରର? ସ୍ୱରଧ୍ୱନି ଏବଂ ବ୍ୟଞ୍ଜନ ଧ୍ୱନି ଦୁଇ ପ୍ରକାରର ଧ୍ୱନି। ଓଡିଆ ଭାଷାରେ ଦୁଇ ପ୍ରକାରର ଧ୍ୱନି ଅଛି। ସ୍ୱରଧ୍ୱନି କଣ ନା ଯେଉଁ ଧ୍ୱନିର ଉଚ୍ଚାରଣ ସମୟରେ, ଓକେ, ଯେଉଁ ଧ୍ୱନିର ଉଚ୍ଚାରଣ ସମୟରେ ମୁହଁରେ ଗଳାରେ କୌଣସି ବାଧା ସୃଷ୍ଟି ହୁଏ ନାହିଁ, କୌଣସି ବାଧା ବନ୍ଧ ନଥାଏ, ତାକୁ ଆମେ ଯେତେବେଳେ ଉଚ୍ଚାରଣ କରିଥାଉ ସେଇ ଧ୍ୱନିକୁ, ସେଇ ଧ୍ୱନିଟାକୁ ଆମେ କହିଥାନ୍ତୁ କଣ ନା ସ୍ୱରଧ୍ୱନି। ଓକେ। ଯେଉଁ ଧ୍ୱନି ଉଚ୍ଚାରଣ ସମୟରେ ମୁହଁରେ ଗଳାରେ କୌଣସି ବାଧା ସୃଷ୍ଟି ହୁଏ ନାହିଁ, ବିନା ବାଧାରେ ଯେଉଁ ଧ୍ୱନିକୁ ଆମେ କହିପାରିଥାଉ ବା ଉଚ୍ଚାରଣ କରିପାରିଥାଉ ତାହାକୁ ଆମେ ସ୍ୱରଧ୍ୱନି କହିଥାଉ। ସ୍ୱରଧ୍ୱନି, ଓଡିଆର ସ୍ୱରଧ୍ୱନି ହଉଛି 8ଟି ସ୍ୱରଧ୍ୱନି ଅଛି। ଅ, ଆ, ହର୍ଷଇ, ହର୍ଷଉ, ଏ, ଐ, ଓ। ଇଏ ହଉଛନ୍ତି ଆମର 8ଟି ସ୍ୱର ଧ୍ୱନି। ଓକେ। ଦେଖନ୍ତୁ ଆମେ ଯଦି ଅ ଉଚ୍ଚାରଣ କରିବା, କିଛି ବାଧା ହଉନି, ଗଳାରୁ ସିଧା ଡାଇରେକ୍ଟ ବାହାରୁଛି ଅ, ଆ, ଇ, ଓ, ଉ, ଏ, ଐ, ଓ। ଓକେ। କୌଣସି ବାଧା ନ ବୁଝାଇ ଆମର ଯୋଉ ଉଚ୍ଚାରଣ ଆମେ ଯୋଉ ଧ୍ୱନି କି କରିପାରୁଛୁ ତାହା ହଉଛି ସ୍ୱରଧ୍ୱନି। ଓଡିଆରେ 8ଟି ସ୍ୱରଧ୍ୱନି ଅଛି। ଓକେ। ତ ସେ 8ଟି ସ୍ୱରଧ୍ୱନିକୁ ଆମେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି ମୌଳିକ ସ୍ୱରଧ୍ୱନି। ମୌଳିକ ସ୍ୱରଧ୍ୱନି କିଏ ନା ଅ, ଆ, ଇ, ଉ, ଏ, ଓ। ଇଏ ହଉଛି ଆମର ମୌଳିକ ସ୍ୱରଧ୍ୱନି। ଆଉ ଗୋଟେ ହଉଛି ଆମର ସଂଯୁକ୍ତ ସ୍ୱରଧ୍ୱନି ଐ। ଐ, ଔ ଉଚ୍ଚାରଣ କଲାବେଳେ, ଅ ଆଉ ଇ ର ଉଚ୍ଚାରଣ ଆସୁଛି। ତେଣୁକରି ଐ ହଉଛି ଆମର ସଂଯୁକ୍ତ ସ୍ୱରଧ୍ୱନି। ଓ ଉଚ୍ଚାରଣ କଲାବେଳେ ଅ, ଔ, ଉ ର ଉଚ୍ଚାରଣ ଆସୁଛି। ତେଣୁକରି ଏଇ ଦୁଇଟି ଆମର ହଉଛି ସଂଯୁକ୍ତ ସ୍ୱରଧ୍ୱନି। ଆଉ ଅନ୍ୟ 6ଟି ହଉଛନ୍ତି ଆମର ମୌଳିକ ସ୍ୱରଧ୍ୱନି। ତ ଓଡିଆ ବର୍ଣ୍ଣମାଳାରେ ଆମର 11ଟି ସ୍ୱର ବର୍ଣ୍ଣ ଅଛି। 8ଟି ସ୍ୱରଧ୍ୱନି ହେଲେ, ଅନ୍ୟ 3ଟି ଯୋଉ ରହିଲେ ଦୀର୍ଘ ଇ, ଦୀର୍ଘ ଉ ଏବଂ ରୁ, ଏଇ 3ଟି କାହିଁକି ଆମେ ସ୍ୱରଧ୍ୱନି ବୋଲି କହୁନାହୁଁ ନା ଏଇ ଯୋଉ ଦୀର୍ଘ ଇ ଉଚ୍ଚାରଣଟା ଇ ଉଚ୍ଚାରଣ ସହିତ ସମାନ। ଇ ଉଚ୍ଚାରଣରୁ ଏଇ ଦୀର୍ଘ ଇ ଉଚ୍ଚାରଣଟା ଆସୁଛି। ଦୀର୍ଘ ଉ ଉଚ୍ଚାରଣଟା ଆମର ଏଇ ଉ ଉଚ୍ଚାରଣରୁ ଆସୁଛି। ରୁ ଉଚ୍ଚାରଣଟା ର ଯୁକ୍ତ ଉ ର ଉଚ୍ଚାରଣର ସମ୍ମିଶ୍ରଣରେ ଆମେ ରୁ ଉଚ୍ଚାରଣ କରୁଛୁ। ତେଣୁକରି ଏହାର ନିଜସ୍ୱ ଧ୍ୱନି ନାହିଁ। ଦୀର୍ଘ ଇ, ଦୀର୍ଘ ଉ, ରୁ, ଏଇ 3ଟିର ନିଜସ୍ୱ ଧ୍ୱନି ନାହିଁ। ଏହା ଅନ୍ୟ ସ୍ୱର ଧ୍ୱନିର ସାହାଯ୍ୟରେ ଉଚ୍ଚାରିତ ହେଉଛି। ତେଣୁକରି ଆମେ ଏହାକୁ ସ୍ୱରଧ୍ୱନିର ଅନ୍ତର୍ଭୁକ୍ତ କରିନାହାନ୍ତି। ଓକେ। ସୋ ଏବେ ମୁଁ କହି ଆସିଲି ଓଡିଆ ଭାଷାରେ ଆମର 8ଟି ଉଚ୍ଚାରିତ ସ୍ୱରଧ୍ୱନି ଏବଂ 11ଟି ସ୍ୱର ବର୍ଣ୍ଣ ରହିଛି। ଏହି ସ୍ୱର ବର୍ଣ୍ଣ ସମ୍ପର୍କରେ ଆମେ ପରବର୍ତ୍ତୀ ବିଷୟ ମାନଙ୍କରେ ଆଲୋଚନା କରିବୁ। ଓକେ। ଏବେ ଜାଣିବା ବ୍ୟଞ୍ଜନ ଧ୍ୱନି। ତ ଦୁଇ ପ୍ରକାର ଧ୍ୱନି ଅଛି, ଆମେ ପଢିକରି ଆସିଲେ। ଗୋଟିଏ ସ୍ୱରଧ୍ୱନି, ସ୍ୱରଧ୍ୱନି 8ଟି, ବ୍ୟଞ୍ଜନ ଧ୍ୱନି ଅଛି ଆମର 33ଟି। କ ରୁ ହ ପର୍ଯ୍ୟନ୍ତ ଆମର ବ୍ୟଞ୍ଜନ ଧ୍ୱନି। ବ୍ୟଞ୍ଜନ ଧ୍ୱନି କାହାକୁ କୁହାଯାଏ? ସ୍ୱରଧ୍ୱନି ବିନା ବାଧାରେ ଆମ ଗଳାରୁ ଉଚ୍ଚାରିତ ହୋଇଥାଏ। ମାତ୍ର ବ୍ୟଞ୍ଜନ ଧ୍ୱନି ଉଚ୍ଚାରଣ ସମୟରେ
ଗଳାରେ ଓ ମୁହଁରେ ବାଧା ଉତ୍ପନ୍ନ ହୋଇଥାଏ। ଓକେ, ଗଳାରେ ଓ ମୁହଁରେ ବାଧା ଉତ୍ପନ୍ନ ହୋଇଥାଏ। ଯେଉଁ ଧ୍ୱନି ଉଚ୍ଚାରଣ ସମୟରେ ଗଳାରେ ଏବଂ ମୁହଁରେ ବାଧା ଉତ୍ପନ୍ନ ହୁଏ ସେଇ ଧ୍ୱନିକୁ ବ୍ୟଞ୍ଜନ ଧ୍ୱନି କୁହାଯାଏ। ବ୍ୟଞ୍ଜନ ଧ୍ୱନି ସଂଖ୍ୟା ଓଡ଼ିଆ ଭାଷାରେ 33ଟି। କ ରୁ ହ ପର୍ଯ୍ୟନ୍ତ ହଉଛନ୍ତି ଆମର ବ୍ୟଞ୍ଜନ ଧ୍ୱନି। ମାତ୍ର 39ଟି ହଉଛନ୍ତି ଆମର କଣ ନା ବ୍ୟଞ୍ଜନ ବର୍ଣ୍ଣ। ଏ ବର୍ଣ୍ଣ ବିଷୟ ଡିସ୍କସନ କଲା ବେଳେ ସେତେବେଳେ କହିବି କିଛି କିଛି ବହିରେ ବା କିଛି କିଛି ବ୍ୟାକରଣବିତ୍ ମାନେ ମତ ଦିଅନ୍ତି 38ଟି ଆମର ବ୍ୟଞ୍ଜନ ବର୍ଣ୍ଣ ଅଛି ବୋଲି। ସେ ବିଷୟରେ ଆମେ ଡିସ୍କସନ କରିବା ପରବର୍ତ୍ତୀ ସ୍ଲାଇଡ୍ ମାନଙ୍କରେ। ଓକେ, ସୋ 39ଟି ବ୍ୟଞ୍ଜନ ବର୍ଣ୍ଣରୁ 33ଟି ଆମର ହଉଛି କଣ ନା ବ୍ୟଞ୍ଜନ ଧ୍ୱନି। এই ବ୍ୟଞ୍ଜନ ଧ୍ୱନି ଗୁଡିକ ଦେଖନ୍ତୁ କଣ କଣ ଆମର କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ର, ଳ, ଲ, ଓ, ସ, ହ। এই 33ଟି ହଉଛନ୍ତି ଆମର ବ୍ୟଞ୍ଜନ ଧ୍ୱନି ରୂପେ ଉଚ୍ଚାରିତ ହୋଇଥାଏ। আর ଅ ଉଚ୍ଚାରଣ କଲେ କୌଣସି ବାଧା ଉତ୍ପନ୍ନ ହୁଏନି, ତେଣୁ ତାହା ହଉଛି ସ୍ୱର ଧ୍ୱନି। କ ଉଚ୍ଚାରଣ କଲେ କ ଯେତେବେଳେ ଉଚ୍ଚାରଣ ହୁଏ ଆମର କଣ୍ଠସ୍ୱରରେ ବାଧା ଉତ୍ପନ୍ନ ହୋଇକି ଏଇ କ, ଖ ଜିଭ ବି ଓଲଟୁଛି। ଓକେ, ତେଣୁକରି ଏଇ ଧ୍ୱନି ସମୟରେ ଆମ ଗଳାରେ ମୁହଁରେ ବାଧା ଉତ୍ପନ୍ନ ହୋଇଥାଏ। ତେଣୁକରି ଏସବୁକୁ ଆମର ବ୍ୟଞ୍ଜନ ଧ୍ୱନି କୁହାଯାଏ। ଓକେ, এই 5ଟି ଧ୍ୱନି ବିଷୟରେ, এই 5ଟି ବର୍ଣ୍ଣ ବିଷୟରେ ମନେ ରଖିବ। ମ, ନ୍ୟ, ଜ, ସ, ସ ବିସର୍ଗ। এই ଯୋଉ 5ଟି ଅଛି ଧ୍ୱନିର ମୌଳିକ ଉଚ୍ଚାରଣ ସ୍ୱାଭାବିକ କଥନରେ ନାହିଁ। ତା ସହ ଅ, ନ୍ୟ, ବିସର୍ଗ ଏସବୁକୁ ଆମର ଓଡ଼ିଆ ଭାଷାର କୌଣସି ଶବ୍ଦର ପ୍ରଥମରେ ବ୍ୟବହୃତ ହୁଏ ନାହିଁ। ଓକେ, ଅ, ନ୍ୟ ଏସବୁକୁ ଆମେ ନ ଆକାରରେ ମଧ୍ୟ ଉଚ୍ଚାରଣ କରିଥାଇ ପାରନ୍ତି। ଆଉ ବିସର୍ଗଟା ଆମର ହ, ହ ଯେପରି ଆମେ ଲେଖିବା ରାମଃ, ରାମରେ ବିସର୍ଗ ଦେଲେ ରାମଃ, ଏଠି ହ ଉଚ୍ଚାରିତ ହଉଛି, ତାର ନିଜସ୍ୱ ଉଚ୍ଚାରଣ ନାହିଁ। ଓକେ, ତାପରେ ଆମେ ଦେଖିବା ଯେ ସ, ସ এই ଯୋଉ ସ ତାଲବେଶ୍ୟ ମୂର୍ଧନ୍ୟସ୍ୟ এই ଦୁଇଟି ସ୍ୱର ଉଚ୍ଚାରଣ ଦନ୍ତେଶ୍ୱରୁ ଆସିଛି। ତେଣୁକରି ଏ ଦୁଇଟିର ବ୍ୟବହାର ଅଛି ଲିଖନ ପ୍ରଣାଳୀରେ, ୟାର ବ୍ୟବହାର ଭିନ୍ନ ଭିନ୍ନ, ଏସବୁର ବ୍ୟବହାର ଭିନ୍ନ ଭିନ୍ନ। ମାତ୍ର ଉଚ୍ଚାରଣରେ ତାଲବେଶ୍ୟ ଏବଂ ମୂର୍ଧନ୍ୟସ୍ୟ ଦନ୍ତେଶ୍ୱର ରୂପରେ ଉଚ୍ଚାରିତ ହୋଇଥାଏ। ତେଣୁକରି ଏଇ 5ଟି 6ଟି ଧ୍ୱନିର ମୌଳିକ ଉଚ୍ଚାରଣ ଆମର ସ୍ୱାଭାବିକ କଥନରେ ନାହିଁ, କିନ୍ତୁ ଲିଖନରେ ଏହା ଭିନ୍ନ ଭିନ୍ନ ଉପାୟରେ ଲେଖା ଯାଇଥାଏ। ଓକେ, ସୋ ଏଥିରୁ ଆମେ ଜାଣିଲେ ଯେ 33ଟି ହଉଛି ଆମର ଉଚ୍ଚାରିତ ବ୍ୟଞ୍ଜନ ଧ୍ୱନି ଏବଂ କହି ଆସିଲି 39ଟି ହଉଛି ଆମର ବ୍ୟଞ୍ଜନ ବର୍ଣ୍ଣ। ଓକେ, ସୁତରାଂ ଓଡ଼ିଆରେ ଧ୍ୱନି ସଂଖ୍ୟା 41, ବ୍ୟଞ୍ଜନ ଧ୍ୱନି ହଉଛି ଆମର 33, ସ୍ୱର ଧ୍ୱନି 8ଟି, ଟୋଟାଲ ହଉଛି ଆମର 41ଟି ଓଡ଼ିଆରେ ଧ୍ୱନି ସଂଖ୍ୟା। ବର୍ଣ୍ଣ ସଂଖ୍ୟା 50, ଆମର ସ୍ୱର ବର୍ଣ୍ଣ ହଉଛି 11, 39ଟି ହଉଛି ଆମର ବ୍ୟଞ୍ଜନ ବର୍ଣ୍ଣ। ତେଣୁକରି ଟୋଟାଲ 50ଟି ଆମର ବର୍ଣ୍ଣ ସଂଖ୍ୟା ଓଡ଼ିଆ ବର୍ଣ୍ଣମାଳା। ସୋ କେହି କେହି କହିଥାନ୍ତି ଯେ ଓଡ଼ିଆ ବର୍ଣ୍ଣମାଳାରେ ଯୋଉ ଆମେ କ୍ଷ, ଯୋଉ ଓଡ଼ିଆ ବର୍ଣ୍ଣ ଯୋଉ ବ୍ୟଞ୍ଜନ ବର୍ଣ୍ଣରେ କ୍ଷ ଅକ୍ଷରଟି ଅଛି, ଏହା କ ମୂର୍ଧନ୍ୟର ଯୁକ୍ତରେ ଏହା ଗଠିତ ହୋଇଛି କ୍ଷ। ତେଣୁକରି କେହି କେହି ଏହାକୁ ଯୁକ୍ତ ବ୍ୟଞ୍ଜନ କହିଥାନ୍ତି। ଏହାକୁ ମଧ୍ୟ ଆମେ କ୍ଷକୁ ମଧ୍ୟ ଆମେ କହିପାରିବା ଯେ କ୍ଷ ହଉଛି କଣ ନା ଯୁକ୍ତ ବ୍ୟଞ୍ଜନ। ଓକେ, ଯୁକ୍ତ ବ୍ୟଞ୍ଜନ, କ୍ଷ ହେଲା ଆମର ଯୁକ୍ତ ବ୍ୟଞ୍ଜନ। ତେଣୁକରି କିଛି କିଛି ଗ୍ରାମାର ବହିରେ ବା କିଛି କିଛି ଓଡ଼ିଆ ବ୍ୟାକରଣ ବହିରେ କ୍ଷକୁ ବର୍ଣ୍ଣମାଳାରୁ ବାଦ ଦେଇ 49ଟି ଓଡ଼ିଆ ବର୍ଣ୍ଣମାଳା 49ଟି ବର୍ଣ୍ଣ ଅଛି ବୋଲି ଲେଖା ଯାଇଥାଏ। ମାତ୍ର ଏଇ ଗ୍ରାମାର ବହିରେ, ଆମର ହାଇସ୍କୁଲ ଗ୍ରାମାର ବହିରେ ଯେହେତୁ 50ଟି ଅଛି, ତେଣୁକରି ଆମେ 50ଟି ବୋଲି ପଢିବା, କ୍ଷକୁ ଓଡ଼ିଆ ବର୍ଣ୍ଣମାଳାର ଅକ୍ଷର ରୂପେ ପଢିବା। ଓକେ, ସୋ କ୍ଲିୟର। ସୋ ଧ୍ୱନି ସଂଖ୍ୟା ହଉଛି କେତୋଟି ନା ଧ୍ୱନି ଆମର ଅଛି ଟୋଟାଲ ଧ୍ୱନି ହଉଛି 41ଟି, ସ୍ୱର ଧ୍ୱନି 8ଟି, 33ଟି ବ୍ୟଞ୍ଜନ ଧ୍ୱନି, ବର୍ଣ୍ଣ ସଂଖ୍ୟା ହେଲେ 50, 39ଟି ବ୍ୟଞ୍ଜନ ବର୍ଣ୍ଣ ଏବଂ 11ଟି ସ୍ୱର ବର୍ଣ୍ଣ। ଓକେ, ସୋ ପରବର୍ତ୍ତୀ ସ୍ଲାଇଡ୍ ଆମେ ଦେଖିବା ଯେ ଦେଖ ଓଡ଼ିଆ ଯୋଉ ବ୍ୟଞ୍ଜନ ଧ୍ୱନି, ଆମର ଯୋଉ ବ୍ୟଞ୍ଜନ ଧ୍ୱନି ଯୋଉ ଆମର ରହିଲେ 33ଟି ବ୍ୟଞ୍ଜନ ଧ୍ୱନି। ଓକେ, 33ଟି ଯୋଉ ଆମର ବ୍ୟଞ୍ଜନ ଧ୍ୱନି 33ଟି ରହିଲେ, ସେ 33ଟି ବ୍ୟଞ୍ଜନ ଧ୍ୱନିର ଉଚ୍ଚାରଣ ବିଧି ଏବଂ ସ୍ଥାନ ଆମେ କିପରି ତାକୁ ଉଚ୍ଚାରଣ କରୁଛ, ସେ ଆମେ ଯେବେ ଉଚ୍ଚାରଣ କରୁଛନ୍ତି ତାହା କେଉଁ ସ୍ଥାନ ଦେଇ, ଆମ ମୁହଁର କେଉଁ ସ୍ଥାନ ଦେଇ ସେ ଉଚ୍ଚାରିତ ହଉଛି ଏବଂ କିପରି ଉଚ୍ଚାରିତ ହଉଛି, ତାହା ଅନୁସାରେ ଆମର ଓଡ଼ିଆ ବ୍ୟଞ୍ଜନ ଧ୍ୱନି ଗୁଡ଼ିକୁ
ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି, ଯଥା ସ୍ପର୍ଶ ବ୍ୟଞ୍ଜନ ଧ୍ୱନି, ଓଡ଼ିଆ ନାସିକ୍ୟ ଧ୍ୱନି, ସଂଘର୍ଷୀ ଧ୍ୱନି, ସ୍ପର୍ଶ ସଂଘର୍ଷୀ ଧ୍ୱନି, ଲୋଡ଼ିତ ଧ୍ୱନି, ପାର୍ଶ୍ୱିକ ଧ୍ୱନି, ଉତ୍କ୍ଷିପ୍ତ ଧ୍ୱନି, ଅର୍ଦ୍ଧସ୍ୱର ଧ୍ୱନି। ତେଣୁକରି ସ୍ପର୍ଶ ବ୍ୟଞ୍ଜନ ଧ୍ୱନି ଗୁଡ଼ିକ ହେଲେ କୋଉଟା? ପ, ଫ, ବ, ଭ, ତ, ଥ, ଦ, ଧ, ଟ, ଠ, ଡ, ଢ, କ, ଖ, ଗ, ଘ। ଇଏ ସବୁ ହଉଛନ୍ତି ଆମର ସ୍ପର୍ଶ ବ୍ୟଞ୍ଜନ ଧ୍ୱନି। ପ, ଫ, ବ, ଭ ହଉଛନ୍ତି ଓଷ୍ଠ୍ୟ ସ୍ପର୍ଶ ବ୍ୟଞ୍ଜନ ଧ୍ୱନି। ନିଜେ ମଧ୍ୟ କହିବାକୁ ଚେଷ୍ଟା କର, ଜାଣିପାରିବେ ଯେ ୟାକୁ କାହିଁକି ଆମେ ଓଷ୍ଠ୍ୟ କହୁଛନ୍ତି, କାହିଁକି ଦନ୍ତ୍ୟ ସ୍ପର୍ଶ, ମୂର୍ଧନ୍ୟ ସ୍ପର୍ଶ, କଣ୍ଠ ସ୍ପର୍ଶ କୁହାଯାଇଛି। ଯେତେବେଳେ ଆମେ ପ, ଫ, ବ, ଭ ଉଚ୍ଚାରଣ କରୁଛନ୍ତି, ଆମର ଦୁଇ ଓଷ୍ଠର ସ୍ପର୍ଶରେ ବା ଦୁଇ ଓଠ ଲାଗି କରି ଏହା ଉଚ୍ଚାରଣ ହଉଛି। ପ, ନିଜେ ଚେଷ୍ଟା କର, ଜାଣିପାରିବେ। ପ, ଫ, ବ, ଭ ଦୁଇ ଓଷ୍ଠର ସ୍ପର୍ଶରେ ଏହି ବ୍ୟଞ୍ଜନ ଧ୍ୱନିଟି ଉଚ୍ଚାରିତ ହୋଇଥିବାରୁ ଏହି ଚାରୋଟି ବ୍ୟଞ୍ଜନ ଧ୍ୱନିକୁ ଆମେ କହିଥାଉ ଓଷ୍ଠ୍ୟ ସ୍ପର୍ଶ ବ୍ୟଞ୍ଜନ ଧ୍ୱନି। ତ, ଥ, ଦ, ଧ। ଏହା ଉଚ୍ଚାରଣ କଲାବେଳେ ଆମ ଜିଭ ଦାନ୍ତ ସହ ସ୍ପର୍ଶ କରୁଛି, ଦାନ୍ତକୁ ସ୍ପର୍ଶ କରୁଛି। ଆପଣ ଚେଷ୍ଟା କରନ୍ତୁ, ନିଜେ ନିଜେ ଚେଷ୍ଟା କରନ୍ତୁ, ଜାଣିପାରିବେ। ଘୋଷିକି ମନେ ରଖନ୍ତୁ ନାହିଁ, ନିଜେ ନିଜେ ଚେଷ୍ଟା କରନ୍ତୁ। ତ, ଥ, ଦ, ଧ। ତ, ଥ, ଦ, ଧ କହିଲେ ଆମର ଯୋଉ ଉଚ୍ଚାରଣ କଲେ ଆମର ଜିଭ ତଳ ଦାନ୍ତ ମାନେ ଉପର ଦାନ୍ତର ତଳ ଅଂଶ ସହିତ ସ୍ପର୍ଶ କରୁଛି। ତେଣୁ ଏହା ହଉଛି ଦନ୍ତ୍ୟ ସ୍ପର୍ଶ ବ୍ୟଞ୍ଜନ ଧ୍ୱନି। ଟ, ଠ, ଡ, ଢ। ଏହା ଆମେ ଉଚ୍ଚାରଣ କଲା ବେଳେ ଯେତେବେଳେ ଉଚ୍ଚାରଣ କରୁ, ଜିଭ ଆଂଶିକ ମୋଡି ହୋଇ ମୂର୍ଦ୍ଧାକୁ, ଆମର ଯୋଉ ମୂର୍ଧନ୍ୟକୁ ସ୍ପର୍ଶ କରୁଛି। ଓକେ, ଜିଭ ଆଂଶିକ ମୋଡି ହେଇଯାଉଛି ଟ, ଟ, ଆଂଶିକ ମୋଡି ହୋଇ ମୂର୍ଧନ୍ୟକୁ ସ୍ପର୍ଶ କରି ଏହି ଧ୍ୱନି ଉତ୍ପନ୍ନ ହେଉଛି। ତେଣୁକରି ଟ, ଠ, ଡ, ଢ ହଉଛନ୍ତି ମୂର୍ଧନ୍ୟ ସ୍ପର୍ଶ ବ୍ୟଞ୍ଜନ ଧ୍ୱନି। କ, ଖ, ଗ, ଘ। ଏହା ଉଚ୍ଚାରଣ କଲା ବେଳେ ଆମର କଣ୍ଠରୁ ଏହା ଜାତ ହଉଛି। କ, ଖ, ଗ, ଘ। କ, ଖ, ଗ, ଘ। ତେଣୁ ଏହାକୁ କୁହନ୍ତି ଆମର କଣ୍ଠ ସ୍ପର୍ଶ ବ୍ୟଞ୍ଜନ ଧ୍ୱନି। ତା ସହିତ ନାସିକ୍ୟ ଧ୍ୱନି, ଯେଉଁ ଧ୍ୱନି ଗୁଡ଼ିକ ଉଚ୍ଚାରଣ କଲାବେଳେ ଆମର ନାକରୁ ଆସୁଥିବା ଭଳି ମନେ ହୁଏ, ବା ନାକରୁ ଏ କଥା କହୁଥିବା ଭଳି ମନେ, ଣ, ନ, ମ, ଇଏ ସବୁ ଧ୍ୱନି ଉଚ୍ଚାରଣ କଲାବେଳେ ଣ, ନ, ମ ଆମର ନାସିକାର ପ୍ରୟୋଗ କରାଯାଉଛି ବା ନାକର ପ୍ରୟୋଗ କରାଯାଉଛି। ତେଣୁକରି ଏହାକୁ କୁହାଯାଏ ନାସିକ୍ୟ ଧ୍ୱନି। ସଂଘର୍ଷୀ ଧ୍ୱନି ଆମର ହଉଛି ସ, ହ। ଆମେ ଯେକୌଣସି ସ ବି କହିଲେ ଆପଣମାନେ ଯଦି ହାତକୁ ମୁହଁ ପାଖକୁ ନେବେ, ଜାଣିପାରିବେ ଯେ କିଛି ଗରମ ବାୟୁ ବାହାରୁଛି, କାରଣ ସେ ସଂଘର୍ଷ ସହିତ ସ, ସ ବାୟୁ ସହିତ ସଂଘର୍ଷ କରିକି ସେ ଆମର ଏଇ ଧ୍ୱନିଟି ଜାତ ହଉଛି। ତେଣୁ ସ, ହ ଇଏ ଦୁଇଟି ହଉଛନ୍ତି ଆମର କଣ ନା ସଂଘର୍ଷୀ ଧ୍ୱନି। ସ୍ପର୍ଶ ସଂଘର୍ଷୀ ଧ୍ୱନି କଣ? ଚ, ଛ, ଜ, ଝ ହଉଛନ୍ତି ଆମର ସ୍ପର୍ଶ ସଂଘର୍ଷୀ। ଲୋଡ଼ିତ ଧ୍ୱନି ହେଲେ ର, ପାର୍ଶ୍ୱିକ ଧ୍ୱନି ଆମର ହଉଛନ୍ତି ଳ, ଲ, ଉତ୍କ୍ଷିପ୍ତ ଧ୍ୱନି ଡ, ଢ, ଅର୍ଦ୍ଧସ୍ୱର ହେଲେ ୟ ଏବଂ ଓ। ସୋ ଏଥିରୁ ଜାଣିଲେ ଆମର ଯୋଉ ବ୍ୟଞ୍ଜନ ଧ୍ୱନି, ଯୋଉ 33ଟି ବ୍ୟଞ୍ଜନ ଧ୍ୱନି ଅଛି, ତାହାକୁ ଆମେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଧ୍ୱନି ରୂପେ ଆମେ ଭାଗ କରିଥାଉ, ତାହାର ଉଚ୍ଚାରଣ ବିଧି ଏବଂ ସ୍ଥାନ ଅନୁଯାୟୀ। ସୋ ନେକ୍ସଟ ଆମେ ଦେଖିବା କଣ ନା ବର୍ଣ୍ଣ। ଓକେ, ଆପଣ ମାନେ ଯୋଉମାନେ ନୂଆ କରି ମୋ ଚ୍ୟାନେଲକୁ ପରିଦର୍ଶନ କରିଛନ୍ତି, ଭିଜିଟ କରିଛନ୍ତି, ସେମାନଙ୍କୁ ରିକ୍ୱେଷ୍ଟ କରିବି ଯେ ସେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ এই ଭିଡିଓଟିକୁ ବହୁଳ ମାତ୍ରାରେ ସେୟାର କରନ୍ତୁ, ଯାହାଦ୍ୱାରା ଯୋଉମାନଙ୍କର ଓଡ଼ିଆ ଭାଷା ବର୍ଣ୍ଣ ଲିପି ଧ୍ୱନିର ଡାଉଟ ଥିବ ତାହା କ୍ଲିୟର ହୋଇପାରିବ। ଏବଂ ଆପଣମାନେ କମେଣ୍ଟ ଦେଇ ମୋତେ ଉତ୍ସାହିତ କରନ୍ତୁ। ଏଇଭଳି ମୁଁ ନୂଆ ନୂଆ ଆହୁରି ଅନେକ ଭିଡିଓ ମଧ୍ୟ ଆପଣମାନଙ୍କୁ ଭେଟିଦେବି। ଓକେ, ସୋ ଚାଲନ୍ତୁ ଆମେ ଦେଖିବା ବର୍ଣ୍ଣ। ବର୍ଣ୍ଣ କଣ? ବର୍ଣ୍ଣ ହଉଛି ଧ୍ୱନିର ସାଙ୍କେତିକ ଲିଖିତ ରୂପ ହଉଛି ଆମର କଣ ନା ବର୍ଣ୍ଣ। ଓକେ, ସୋ ଆମେ ଜାଣିଥିଲେ ଧ୍ୱନିର ପ୍ରତୀକ ହଉଛି କଣ? ଲିପି। এই ଲିପିକୁ ଆମେ ଯୋଉ ଆମର ସାଙ୍କେତିକ ଲିଖିତ ରୂପ ମାଧ୍ୟମରେ ଯୋଉ ଲେଖ, ସେଇଟା ହଉଛି ଆମର ବର୍ଣ୍ଣ। ଓକେ, ଧ୍ୱନି କଥନ ଧାରା ସହିତ ଆମେ ଯାହା କହୁଛ ସେଟା ଧ୍ୱନି ସହିତ ଜଡିତ ଏବଂ ବର୍ଣ୍ଣ ଲିଖନ ଧାରା ସହିତ ଜଡିତ। ଯାହା ଆମେ କହିଥାଉ ତାକୁ ଆମେ ଯେତେବେଳେ ଆମର ଲେଖିବା ଶୈଳୀରେ ପ୍ରକାଶ କରିଥାନ୍ତି, ତାହାକୁ ଆମେ ବର୍ଣ୍ଣ କହିଥାନ୍ତି। ଓକେ, ସୋ ଲିପି ହଉଛି ଆମର କଣ ନା ଲିପି ହେଲା ଆମର ଧ୍ୱନିର ପ୍ରତୀକ। ଓକେ, ଧ୍ୱନିର ପ୍ରତୀକ ହଉଛି ଆମର ଲିପି। ଓକେ, ସୋ ବିଭିନ୍ନ ଭାଷାରେ ବିଭିନ୍ନ ପ୍ରକାର ବର୍ଣ୍ଣ ଥାଏ, ବର୍ଣ୍ଣ ସଂଖ୍ୟା ମଧ୍ୟ ଭିନ୍ନ ଭିନ୍ନ ଥାଏ। ଓକେ, କେଉଁଠି 20 ଥାଏ, କେଉଁଠି 49ଟି ଥାଏ, କେଉଁଠି 50ଟି ଥାଏ, କେଉଁଠି
ଆହୁରି ଅଧିକା ଥାଏ। ତେଣୁକରି ବର୍ଣ୍ଣ ଧ୍ୱନି ମାନଙ୍କ ଲିଖିତ ସଂକେତ ହୋଇଥିବ ତାହା ଲିପି ଅଟେ। ଓକେ, ସୋ ବିଭିନ୍ନ ଭାଷାରେ ବିଭିନ୍ନ ପ୍ରକାର ବର୍ଣ୍ଣ ଥାଏ। ଏଥିରୁ କଣ ଜାଣିଲେ ନା ଧ୍ୱନି ମାନଙ୍କର ସାଙ୍କେତିକ ଲିଖିତ ରୂପ ହଉଛି ବର୍ଣ୍ଣ। ଆମର ଯୋଉ କଥାକୁ କହିଥାଉ ତାହାକୁ ଆମେ ବର୍ଣ୍ଣ ବା ଲିପି ମାଧ୍ୟମରେ ଆମେ ଲିଖିତ ରୂପ ଦେଇଥାଉ। ଓକେ, ସୋ ଆମେ ଏବେ ପଢିବା ବର୍ଣ୍ଣମାଳା, ଓଡିଆ ବର୍ଣ୍ଣମାଳା। ଓକେ, ବର୍ଣ୍ଣମାଳା କାହାକୁ କୁହାଯାଏ? ଗୋଟେ ନିର୍ଦ୍ଦିଷ୍ଟ ଭାଷାର ଯେଉଁ ବର୍ଣ୍ଣ ଗୁଡିକ ସରଳ ଓ ପ୍ରାଥମିକ ଆଧାର ବର୍ଣ୍ଣ ସେଗୁଡିକର ସମାହାରକୁ ବର୍ଣ୍ଣମାଳା କୁହାଯାଏ। ଓଡିଆ ଭାଷାରେ ଏବେ ମୁଁ କହି ଆସିଲି ପୂର୍ବ ସ୍ଲାଇଡରେ ଯେ 50ଟି ବର୍ଣ୍ଣ ଅଛି, ସେଥିମଧ୍ୟରୁ 39ଟି ଆମର ବ୍ୟଞ୍ଜନ ବର୍ଣ୍ଣ, ସ୍ୱର ବର୍ଣ୍ଣ ହଉଛି ଆମର 11ଟି। ସ୍ୱର ବର୍ଣ୍ଣ ହେଲେ 11ଟି। ତ ସର୍ବମୋଟ 50 ଗୋଟି ବର୍ଣ୍ଣ ଓଡିଆ ଭାଷାରେ ବ୍ୟବହୃତ ହଉଛି। ଓକେ, ଆମର ବର୍ଣ୍ଣ ଏଠି ଅଛି ଅ ଠାରୁ ଆରମ୍ଭ ହୋଇକି ଅନୁସାର ବିସର୍ଗ ଚନ୍ଦ୍ର ବିନ୍ଦୁ ପର୍ଯ୍ୟନ୍ତ ଆମର ଓଡିଆ ଭାଷାର ଏ ହଉଛି 50ଟି ବର୍ଣ୍ଣ। ଏବେ ମଧ୍ୟ କହିକି ଆସିଲେ କ ସ କ୍ଷ ହୋଇଥାଏ, କିନ୍ତୁ ଆମେ ତାକୁ ଉଚ୍ଚାରିତ କରିଥାନ୍ତି କ୍ଷ। ଏହାକୁ ଯୁକ୍ତ ବର୍ଣ୍ଣର ମାନ୍ୟତା ଦିଆଯାଇଛି, ଏକ ସ୍ୱତନ୍ତ୍ର ବର୍ଣ୍ଣ ଇଏ। ଏହା ମଧ୍ୟ ଆମର ଓଡିଆ ବର୍ଣ୍ଣମାଳାର ଅନ୍ତର୍ଭୁକ୍ତ। ଓକେ, କ୍ଷ ମଧ୍ୟ, କ୍ଷକୁ ଯଦି ଆପଣ ମାନେ ଓଡିଆ ଆମର ଯୋଉ ଓଡିଶା ଗଭର୍ଣ୍ଣମେଣ୍ଟର ଯୋଉ ବହି ଆମର ଦିଆଯାଇଛି, ପ୍ରଦାନ କରାଯାଇଛି ସ୍କୁଲ ମାନଙ୍କୁ, ସେ ବହି ଫଲୋ କରିବେ ତାହେଲେ 50ଟି ବର୍ଣ୍ଣ ଲେଖିବା ବାଧ୍ୟ। 49ଟି ଲେଖିଲେ ଭୁଲ ହବ, କାରଣ ବହିରେ ଦିଆଯାଇଛି, ତେଣୁକରି 50ଟି ବର୍ଣ୍ଣ ଲେଖିବା ବାଧ୍ୟ। ଓକେ, ତେଣୁକରି ଆମର ଓଡିଆ ବର୍ଣ୍ଣମାଳା ହଉଛି 50ଟି। ଓଡିଆ ବର୍ଣ୍ଣମାଳାକୁ ଯୋଉ ବର୍ଣ୍ଣମାଳା ଓଡିଆର ଯୋଉ ବ୍ୟବହୃତ ବର୍ଣ୍ଣମାନଙ୍କୁ ଆମର ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି ଆମର ସ୍ୱର ବର୍ଣ୍ଣ, ଆଉ ଗୋଟେ ହେଲା ଆମର ବ୍ୟଞ୍ଜନ ବର୍ଣ୍ଣ। ସ୍ୱର ବର୍ଣ୍ଣ କାହାକୁ କୁହାଯାଏ ନା ଯାହା ବିନା ସହାୟତାରେ ବିନା ବାଧାରେ ଉଚ୍ଚାରିତ, ତାହା ହେଉଛି ସ୍ୱର ବର୍ଣ୍ଣ। ଓଡିଆରେ ଆମେ ଜାଣିଛନ୍ତି ଓଡିଆରେ 11ଟି ସ୍ୱର ବର୍ଣ୍ଣ ଅଛି। ଅ ଆ ହର୍ଷଇ ଦୀର୍ଘଇ ହର୍ଷ ହବ, ହର୍ଷଇ ନୁହଁ ହର୍ଷଇ, ହର୍ଷ ହବ। କେହି କେହି ହ୍ରାସ କହିଦିଅନ୍ତି, ତେଣୁକରି ହର୍ଷ, ହର୍ଷଇ ଦୀର୍ଘଇ ହର୍ଷଉ ଦୀର୍ଘଉ ରୁ ଏ ଐ ଓ ଏଇ 11ଟି ଆମର ହଉଛି 4 4 8 3 11, 11ଟି ହଉଛି ଆମର ସ୍ୱରବର୍ଣ୍ଣ। ସ୍ୱର ଧ୍ୱନିର ସାଙ୍କେତିକ ରୂପ ହଉଛି ଆମର କଣ ସ୍ୱରବର୍ଣ୍ଣ। 8ଟି ସ୍ୱରଧ୍ୱନି ଅଛି, ସବୁବେଳେ ମନେ ରଖିବେ ସ୍ୱରଧ୍ୱନି ସଂଖ୍ୟା ହଉଛି 8ଟି, ମାତ୍ର ସ୍ୱର ବର୍ଣ୍ଣ ସଂଖ୍ୟା ହଉଛି 11ଟି। 11ଟି ହଉଛି ଆମର ସ୍ୱର ବର୍ଣ୍ଣ। କାହିଁକି ଆଉ 3ଟି ହେଲେ ନାହିଁ ନା ଆମର ଦୀର୍ଘଇ ଇ ଭଳି ଉଚ୍ଚାରଣ ହଉଛି, ଦୀର୍ଘଇ ଆମର ସ୍ୱର ଧ୍ୱନିର ଅନ୍ତର୍ଭୁକ୍ତ ନୁହଁ। ଦୀର୍ଘ ଉ ଭଳି ଉଚ୍ଚାରଣ ହଉଛି, ଏହା ମଧ୍ୟ ଆମର ଦୀର୍ଘଟି ଆମର ଦୀର୍ଘ ଉଟି ଆମର ସ୍ୱର ଧ୍ୱନିର ଅନ୍ତର୍ଭୁକ୍ତ ନୁହେଁ। ରୁଟି ର ଏବଂ ଉର ସମ୍ମିଶ୍ରଣର ଉଚ୍ଚାରିତ ହଉଛି। ତେଣୁକରି ଦୀର୍ଘଇ ଦୀର୍ଘ ଉ ରୁ ଏଇ 3ଟି ସ୍ୱର ଧ୍ୱନିରେ ଯାଉନାହାନ୍ତି, ମାତ୍ର ସ୍ୱର ବର୍ଣ୍ଣରେ ଯିବେ। ଓକେ, ପୂର୍ବରୁ ଆମର ଦୀର୍ଘ ରୁ ମଧ୍ୟ ବ୍ୟବହୃତ କରାଯାଉଥିଲା, ବର୍ତ୍ତମାନର ବ୍ୟାକରଣରେ ଏହା ବ୍ୟବହୃତ ହଉନାହିଁ। ତା ସହିତ ଏଇ ଲୁଟି ସ୍ୱର ବର୍ଣ୍ଣରେ ମଧ୍ୟ ଯାଉଥିଲା। ଟୋଟାଲ 13ଟି ଥିଲା, କିନ୍ତୁ ବର୍ତ୍ତମାନ ଏଇ ଦୁଇଟିକୁ ଆମର ଆଉ ପଢା ଯାଉନାହିଁ ବା ଆଉ ଗ୍ରହଣ କରାଯାଉ, ଏଇ ଦୁଇଟି ଆଉ ସ୍ୱର ବର୍ଣ୍ଣରେ ନାହାନ୍ତି। ତେଣୁକରି ବର୍ତ୍ତମାନ 11ଟି ସ୍ୱର ବର୍ଣ୍ଣ ଓଡିଆ ବର୍ଣ୍ଣମାଳାରେ ଅଛି। ଓକେ, ତ ସ୍ୱର ବର୍ଣ୍ଣ ତାର ଯୋଉ ଉଚ୍ଚାରଣ ପ୍ରକ୍ରିୟା ଦୃଷ୍ଟିରୁ ଆମେ ତାକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ହଉଛି କଣ ନା ହ୍ରସ୍ୱ, ଆଉ ଅନ୍ୟଟି ହଉଛି ଆମର ଦୀର୍ଘସ୍ୱର। ଓକେ, ଆମର ଅ ଇ ଉ ରୁ ଏ ଓ 6ଟି ହଉଛି ହ୍ରସ୍ୱ, ଆଉ 5ଟି ଯୋଉ ରହିଲେ ସେ ହଉଛନ୍ତି ଦୀର୍ଘସ୍ୱର। ଆ ଦୀର୍ଘ ଇ ଉ ଐ ଓ ଇଏ ହେଲେ ଦୀର୍ଘସ୍ୱର। ଏଇ ଦୀର୍ଘସ୍ୱରରୁ ଐ ଆଉ ଉ ହଉଛନ୍ତି ଆମେ ପଢିକି ଆସିଥିଲେ ଆମର ପୂର୍ବବର୍ତ୍ତୀ ସ୍ଲାଇଡ ମାନଙ୍କରେ। ଐ ଉ ହଉଛନ୍ତି ଆମର ସଂଯୁକ୍ତ ସ୍ୱର ବର୍ଣ୍ଣ। ଐ ର ଉଚ୍ଚାରଣ ଆମର ଅ ଯୁକ୍ତ ଇ ରୁ ଆସୁଛି ଐ। ତେଣୁ ଆମେ ଏଇଭଳି ଲେଖିପାରନ୍ତି ଐରାବତ, ଐରାବତ। ଐ ର ଅ ଇ ର ଉଚ୍ଚାରଣ ଆସୁଛି। ଆଉ ଉ ର ଆମର ସପୋଜ ଔଷଧ, ଔଷଧ, ଅ ଉ ର ଉଚ୍ଚାରଣ ଆସୁଛି। ଅ ଆଉ ଉ ର ଉଚ୍ଚାରଣରେ ଉ ସଂଗଠିତ ହେଉଛି। ତେଣୁକରି ଏହାକୁ ସଂଯୁକ୍ତ ସ୍ୱର ବର୍ଣ୍ଣ ଦୁଇଟି ଅଛି, ଆମର ଐ ଓ 5ଟି ଦୀର୍ଘସ୍ୱର, 6ଟି ହ୍ରସ୍ୱ ସ୍ୱର। ହ୍ରସ୍ୱ ସ୍ୱର ମାନେ କମ
ଅ ଇ ଉ ରୁ ଏସବୁ ଆମେ କମ ଉଚ୍ଚାରଣ କମ ଚେଷ୍ଟାରେ ମଧ୍ୟ ଆମେ ଉଚ୍ଚାରିତ କରିପାରୁଛନ୍ତି। ମାତ୍ର ଦୀର୍ଘ ସ୍ୱର ଯାହା ଲମ୍ବା ହୋଇଥାଏ ଆ ଇ ଉ ଐ ଏସବୁ ଦୀର୍ଘ ଭାବରେ ଆମେ ଉଚ୍ଚାରିତ କରିଥାନ୍ତି। ତେଣୁକରି ଏହା ଦୀର୍ଘ ସ୍ୱର, 6ଟି ଆମର ହ୍ରସ୍ୱ ସ୍ୱର, 5ଟି ଦୀର୍ଘ ସ୍ୱର। ଏ 5ଟି ଦୀର୍ଘ ସ୍ୱରରୁ 2ଟି ଆମର ସଂଯୁକ୍ତ ସ୍ୱର ବର୍ଣ୍ଣ ଅଟନ୍ତି ଐ ଆଉ ଉ। ତେଣୁକରି ଏଥିରୁ କଣ ଜାଣିଲେ ନା ଓଡିଆ ବର୍ଣ୍ଣମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ। ଆମର 11ଟି ସ୍ୱର ବର୍ଣ୍ଣ ଅଛି, 8ଟି ସ୍ୱରଧ୍ୱନି ଅଛି। ଲୁ ରୁ ର ଆଉ ବ୍ୟବହାର କରାଯାଉନାହିଁ। ଏହା ପୁରୁଣା ଗ୍ରାମାରରେ ପୁରୁଣା ଓଡିଆ ବ୍ୟାକରଣରେ ବ୍ୟବହାର କରାଯାଉଥିଲା। ଆଉ ସ୍ୱର ବର୍ଣ୍ଣ ଆମର ଦୁଇ ପ୍ରକାର ହ୍ରସ୍ୱ ସ୍ୱର ଦୀର୍ଘ ସ୍ୱର, 6ଟି ହ୍ରସ୍ୱ ସ୍ୱର ଏବଂ 5ଟି ଦୀର୍ଘ ସ୍ୱର ଅଛି। ଦୀର୍ଘ ସ୍ୱର ଭିତରୁ ଐ ଉ ହଉଛନ୍ତି ଆମର ସଂଯୁକ୍ତ ସ୍ୱର ବର୍ଣ୍ଣ। କ୍ଲିୟର? ଏ ପଢିବା ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ ଦେଖିଲେ କଣ ସ୍ୱରବର୍ଣ୍ଣ ସଂଜ୍ଞା ହଉଛି କଣ ନା ଅନ୍ୟ ବର୍ଣ୍ଣର ବିନା ସହାୟତାରେ ଉଚ୍ଚାରିତ ବର୍ଣ୍ଣ, ଯାହା କାହାର ସହାୟତା ବିନା ଉଚ୍ଚାରିତ ହୋଇଥାଏ। ମାତ୍ର ବ୍ୟଞ୍ଜନ ବର୍ଣ୍ଣ ସ୍ୱରବର୍ଣ୍ଣର ବିନା ସହାୟତାରେ ଉଚ୍ଚାରିତ ହୋଇପାରେ ନାହିଁ। ଆମେ କ କହିଲେ କଣ ହଉଛି ନା ଅ ଉଚ୍ଚାରଣ ହଉଛି କ ତ ଅ, ଏଠି ଆମର ଅ ଉଚ୍ଚାରିତ ହଉଛି କ, କଟକ କଟକ, ଏଥିରେ ଆମର ସବୁ ଶେଷରେ ଅ ଉଚ୍ଚାରଣ ଆସୁଛି। ତେଣୁକରି ବିନା ସ୍ୱର ବର୍ଣ୍ଣ ଅଟା ହଉଛି ସ୍ୱର ବର୍ଣ୍ଣ, ବିନା ସ୍ୱର ବର୍ଣ୍ଣର ସହାୟତା ନେଇ ଆମେ କୌଣସି ବର୍ଣ୍ଣକୁ ଉଚ୍ଚାରଣ ନ କରିପାରିଲେ ତାହା ହବ ଆମର ବ୍ୟଞ୍ଜନ ବର୍ଣ୍ଣ। ତେଣୁକରି ସବୁ ବ୍ୟଞ୍ଜନ ବର୍ଣ୍ଣରେ ଆମର ସ୍ୱର ବର୍ଣ୍ଣର ସହାୟତା ନିଆଯାଇଥାଏ, ଅର୍ଥାତ୍ ସ୍ୱର ସହିତ ଯୁକ୍ତ ହୋଇ ରହିଥାନ୍ତି। ଯେମିତି କଟା ଆମର ଅ ସହିତ ଯୁକ୍ତ ହୋଇ ରହିଛି। ଖ ବି ଖଟା ଆମର କଣ ହବ ନା ଖ ଯୁକ୍ତ ଅ, ହଲନ୍ତ ରହିବନି ଏଠି। ଖ ଯୁକ୍ତ ଅ। ଯଦି ଆମେ ଉଚ୍ଚାରଣ କରିବା ପ ପ ଉଚ୍ଚାରଣ କରିବା, ପ ଉଚ୍ଚାରଣ କଲେ କଣ ହବ ନା ପ ହଲନ୍ତ ଦିଆଯିବ ଯୁକ୍ତ ଅ, ତେଣୁକରି ପ। ତେଣୁ ଉଚ୍ଚାରଣ ବିଧି କି ଦୃଷ୍ଟି ଦଉଥିବେ, କେମିତି ଆମେ ଉଚ୍ଚାରଣ କଲେ କେଉଁ ଶବ୍ଦ ବା କେଉଁ ଅକ୍ଷର ଉଚ୍ଚାରିତ ସଠିକ ଭାବରେ ଉଚ୍ଚାରିତ ହେଉଛି। ତେଣୁକରି ଆମେ ପୂର୍ବରୁ ପଢିକି ଆସିଲେ ଆମର ଓଡିଆ ଭାଷାରେ 33 ଗୋଟି ବ୍ୟଞ୍ଜନ ଧ୍ୱନି ଅଛି, 33 ଗୋଟି ବ୍ୟଞ୍ଜନ ଧ୍ୱନି। ମାତ୍ର ଆମେ ଲେଖିଥାଉ ଲିଖନ ବର୍ଣ୍ଣ ଅଛି 39ଟି ବ୍ୟଞ୍ଜନ ବର୍ଣ୍ଣ ଅଛି। ଓକେ, 39ଟି ବ୍ୟଞ୍ଜନ ବର୍ଣ୍ଣ ଅଛି। এই 39ଟି ବ୍ୟଞ୍ଜନକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି, ଯଥା ବର୍ଗ୍ୟ ବ୍ୟଞ୍ଜନ, ଅବର୍ଗ୍ୟ ବ୍ୟଞ୍ଜନ, ଆଶ୍ରିତ ବା ଅଯୋଗ ଭାବ ବ୍ୟଞ୍ଜନ, ତା ସହିତ ଆମର ସଘୋଷ ବ୍ୟଞ୍ଜନ, ଅଘୋଷ ବ୍ୟଞ୍ଜନ। ଏଇ ସବୁ ଭାବରେ ଆମର ବ୍ୟଞ୍ଜନ ବର୍ଣ୍ଣକୁ ଆମର ବିଭାଗୀକରଣ କରାଯାଇଛି। ତେଣୁକରି ଆମେ ବର୍ତ୍ତମାନ ସେସବୁ ବିଷୟରେ ଡିସ୍କସ୍ କରିବା ଯେ ବର୍ଗ୍ୟ ବ୍ୟଞ୍ଜନ କଣ, ଅବର୍ଗ୍ୟ ବ୍ୟଞ୍ଜନ କଣ। ଓକେ, ସୋ ଏଥିରୁ କଣ ଜାଣିଲେ ଆମେ ଏଇ ସ୍ଲାଇଡ୍ କଣ ଜାଣିଲେ ନା ଆମର ଯେଉଁ ବର୍ଣ୍ଣ ଗୁଡିକ ସ୍ୱର ବର୍ଣ୍ଣର ବିନା ସାହାଯ୍ୟରେ ଉଚ୍ଚାରିତ ହୋଇପାରନ୍ତି ନାହିଁ ତାହା ହଉଛି ଆମର ବ୍ୟଞ୍ଜନ ବର୍ଣ୍ଣ। ଓକେ, ଏହା ସ୍ୱର ସହିତ ଯୁକ୍ତ ହୋଇ ରହିଥାନ୍ତି। ଓଡିଆ ଭାଷାର ଯେପରି ଆମର 33ଟି ବ୍ୟଞ୍ଜନ ଧ୍ୱନି ଅଛି ଏବଂ 39 ଗୋଟି ବ୍ୟଞ୍ଜନ ବର୍ଣ୍ଣ ଅଛି, ଏଇ 39 ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ବିଭିନ୍ନ ଭାଗରେ ବର୍ଗୀକରଣ କରାଯାଇଛି, ସେଗୁଡିକ ବିଷୟରେ ଆମେ ଆଲୋଚନା କରିବା। ପ୍ରଥମ ଆଲୋଚନା କରିବା ଆମର ବର୍ଗ୍ୟ ବ୍ୟଞ୍ଜନ। ଓକେ, ବର୍ଗ୍ୟ ବ୍ୟଞ୍ଜନ କଣ? ବର୍ଗ୍ୟ ବ୍ୟଞ୍ଜନ, ଅବର୍ଗ୍ୟ ବ୍ୟଞ୍ଜନ। ବର୍ଗ୍ୟ ବ୍ୟଞ୍ଜନ ହଉଛି ଆମର 25 ଗୋଟି ଅଛି ବର୍ଗ୍ୟ ବ୍ୟଞ୍ଜନ। ସବୁ କଣ କଣ ନା କ ଠାରୁ ମ ପର୍ଯ୍ୟନ୍ତ ଯେଉଁ ବ୍ୟଞ୍ଜନ ବର୍ଣ୍ଣ ଅଛି ତାହାକୁ ଆମେ ବର୍ଗ୍ୟ ବ୍ୟଞ୍ଜନ କହିଥାନ୍ତି। ଓକେ, ତାର ବର୍ଗୀକରଣ ଆମେ ଯୋଉ କରିଛନ୍ତି ଭାଗ କରିଛନ୍ତି, ଏଇ 25ଟି ଆମର ବର୍ଗ୍ୟ ବ୍ୟଞ୍ଜନ କ ଠାରୁ ଆମର ମ ପର୍ଯ୍ୟନ୍ତ। ଏହାକୁ ଆମେ ଏମିତି ମଧ୍ୟ ମନେ ରଖିପାରିବା କଚଟ ତପି, କାରଣ ତାର ଫାଷ୍ଟ କ କ ଖ ଗ ଘ ङ ଇଏ ଏକ ବର୍ଗ୍ୟ ବ୍ୟଞ୍ଜନରେ ଅନ୍ତର୍ଭୁକ୍ତ ଏବଂ ପ୍ରତି ଆମର 5 ଭାଗରେ ବିଭକ୍ତ କରାଯାଇଛି। ପ୍ରତି ବର୍ଗରେ ଆମର ରହିବେ ବର୍ଗ୍ୟ ବ୍ୟଞ୍ଜନ ରହିବେ 5ଟି ଲେଖାଏଁ ବର୍ଣ୍ଣ। ତେଣୁ ଟୋଟାଲ 25ଟି ବର୍ଣ୍ଣ ହଉଛି ବର୍ଗ୍ୟ ବ୍ୟଞ୍ଜନ। କ ବର୍ଗରେ ରହିବ କ ଖ ଗ ଘ ङ, ଚ ବର୍ଗରେ ରହିବ ଚ ଛ ଜ ଝ ଞ, ଟ ବର୍ଗରେ ଟ ଠ ଡ ଢ ଣ, ତ ଥ ଦ ଧ ନ ମ, ତ ବର୍ଗରେ ପ ଫ ବ ଭ ମ ଆମର ପ ବର୍ଗରେ। ଓକେ, ପ୍ରତ୍ୟେକ ଭାଗରେ 5ଟି କରି ବର୍ଣ୍ଣ ଅଛି। ଉଚ୍ଚାରଣ ସ୍ଥାନ କିପରି ଆମେ ଉଚ୍ଚାରଣ କରୁଛୁ, କେଉଁଠୁ ସେଇ ବର୍ଣ୍ଣ ଗୁଡିକ ଉଚ୍ଚାରିତ ହଉଛି, କେଉଁ ସ୍ଥାନରୁ ଆମର ମୁଖର କେଉଁ ସ୍ଥାନରେ ଉଚ୍ଚାରିତ ହଉଛି, ଏବଂ ପ୍ରତ୍ୟେକ ବର୍ଗର ପ୍ରଥମ ବର୍ଣ୍ଣକୁ ଆଶ୍ରୟ କରି ବର୍ଗ ଗୁଡିକ ନାମକରଣ କରାଯାଇଛି।
ଓକେ, ଉଚ୍ଚାରଣ ସ୍ଥାନକୁ ନେଇ ବର୍ଗ ଓ ଶ୍ରେଣୀଭୁକ୍ତ ହୋଇଥିବାରୁ ଏହାକୁ ବର୍ଗୀୟ ବ୍ୟଞ୍ଜନ କୁହାଯାଏ। କାହିଁକି ବର୍ଗୀୟ ବ୍ୟଞ୍ଜନ? ଉଚ୍ଚାରଣ ସ୍ଥାନକୁ ନେଇ ଏହାକୁ ଆମେ ଅଲଗା ଅଲଗା ଶ୍ରେଣୀରେ ବିଭକ୍ତ କରିଛନ୍ତି। ତେଣୁକରି ଏଇ ଯୋଉ 25ଟି ବର୍ଣ୍ଣକୁ ଆମେ କହନ୍ତି ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ। ତେଣୁ ବର୍ଗୀୟ ବ୍ୟଞ୍ଜନ ଉଚ୍ଚାରଣ ଦୃଷ୍ଟିରୁ କେଉଁଠୁ ଉଚ୍ଚାରଣ କ ଖ ଗ ଘ ଅ ଯଦି ଆମେ ନିଜେ ନିଜେ ଉଚ୍ଚାରଣ କରିବା, ଆପଣ ମାନେ ମଧ୍ୟ ନିଜେ ଚେଷ୍ଟା କରନ୍ତୁ, ଜାଣିପାରିବେ ଏହା କଣ୍ଠରୁ ଜାତ ହଉଛି। ତେଣୁକରି ଏହାକୁ କହନ୍ତି କଣ୍ଠ ବ୍ୟଞ୍ଜନ ବର୍ଣ୍ଣ। ପୁରା ନା କ ବର୍ଗୀୟ ବ୍ୟଞ୍ଜନ ଯୋଉ ଅନ୍ତର୍ଭୁକ୍ତ 5ଟି ବର୍ଣ୍ଣ ହଉଛନ୍ତି କଣ୍ଠ ବ୍ୟଞ୍ଜନ ବର୍ଣ୍ଣ। ଚ ଛ ଜ ଝ ନ୍ୟ ଇଏ 5ଟି। ଚ ଛ ଜ ଝ ନ୍ୟ ଦେଖନ୍ତୁ, ତାଳୁ ସହିତ ଜିଭର ସ୍ପର୍ଶ ହଉଥିବାରୁ ଏହାର ଉଚ୍ଚାରିତ ହଉଛି ଚ ଛ ଜ ଝ ନ୍ୟ। ତେଣୁକରି ଏହାକୁ ତାଲବ୍ୟ ବ୍ୟଞ୍ଜନ ବର୍ଣ୍ଣ। ଟ ଠ ଡ ଢ ଣ ଏହା କ୍ଷେତ୍ରରେ ଆମର ଯୋଉ ଚ ଚ ବର୍ଗୀୟ ବ୍ୟଞ୍ଜନରେ ଆମେ ଚ ହେଲେ ଜିଭ ଆମର ଏତେ ମୋଡି ହଉନି, କିନ୍ତୁ ଆମର ତାଳୁକୁ ସ୍ପର୍ଶ କରୁଛି, ଦାନ୍ତର ଟିକେ ପଛକୁ ସ୍ପର୍ଶ କରୁଛି। ଟ ଠ ଡ ଢ ଣ କହୁଛନ୍ତି ଜିଭ ମୋଡି ହଉଛି, ତା ସହିତ ଏହା ଆଉ ଟିକେ ପଛକୁ ଯାଇ ମୂର୍ଦ୍ଧାକୁ ସ୍ପର୍ଶ କରୁଛି। ତେଣୁକରି ଏହାକୁ କୁହାଯାଏ ମୂର୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ। କୋଉଟା ଆମର ଟ ଠ ଡ ଢ ଣ। ଟ ଠ ଠ ବି କହିଲେ ଆମର ଜିଭଟା ମୋଡି ହୋଇକି ମୂର୍ଦ୍ଧାକୁ ସ୍ପର୍ଶ କରୁଛି। ତେଣୁକରି ଏହାର ନାମ ହଉଛି ସ୍ପର୍ଶର ସ୍ଥାନ ଅନୁସାରେ ଆମେ ଦେଇଛନ୍ତି ମୂର୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ। ତ ଥ ଦ ଧ ନ ଏହା ସ୍ପର୍ଶ କଲା ବେଳେ ତାଳୁର ଆଗକୁ ଆମର ଦାନ୍ତ ସହିତ ସ୍ପର୍ଶ ହଉଛି। ତ ଥ ଦ ଧ ନିଜେ ନିଜେ କରନ୍ତୁ, ଚେଷ୍ଟା କରନ୍ତୁ, ଜାଣିପାରିବେ ଯେ ଦାନ୍ତ ସହିତ ସ୍ପର୍ଶ ହୋଇଥିବାରୁ ଏଇ ତ ଥ ଦ ଧ ନ 5ଟି ବର୍ଣ୍ଣକୁ ଆମେ ଦନ୍ତ ବ୍ୟଞ୍ଜନ ବର୍ଣ୍ଣରେ ଅନ୍ତର୍ଭୁକ୍ତ କରିଛନ୍ତି। ଆଉ ହେଲା ପ ଫ ବ ଭ ମ ଆମେ ଯଦି ପାଟି ଆଁ କରିକି ମୁହଁକୁ ଆଁ କରିକି ଆମେ କେବେ ବି ପ ଫ ବ ଭ ମ କହିପାରିବା ନାହିଁ। ନିଜେ ନିଜେ ଚେଷ୍ଟା କରନ୍ତୁ। ପ ଫ ବ ଭ ମ କହିଲା ବେଳେ ଦୁଇ ଓଷ୍ଠର ସ୍ପର୍ଶ ହୋଇଥାଏ। ତେଣୁକରି ଏହାକୁ ଆମେ କହିଥାଉ ଓଷ୍ଠ ବ୍ୟଞ୍ଜନ ବର୍ଣ୍ଣ। ଜାଣିପାରିଲେ? ଚ ଛ ଜ ଝ ନ୍ୟରେ ଆମର ତ ଥ ଦ ଧ ନରେ ଦାନ୍ତକୁ ସ୍ପର୍ଶ କରିଥାଏ। ଦାନ୍ତର ଆମର ପଛ ଭାଗକୁ ସ୍ପର୍ଶ କରିଥାଏ, ଉପର ଦାନ୍ତ କଣ ନା ଜିଭ ସ୍ପର୍ଶ କରିଥାଏ। ଆଉ ଚ ଛ ଜ ଝ ନ୍ୟରେ ତାହାର ଆଉ ଟିକେ ପଛକୁ ତାଳୁକୁ ସ୍ପର୍ଶ କରିଥାଏ। ତେଣୁକରି ଏ ସବୁ ହଉଛନ୍ତି ତାଲବ୍ୟ ବ୍ୟଞ୍ଜନ ବର୍ଗ। ଡ ଠ ଡ ଢ ଣରେ ଏହା ମୂର୍ଦ୍ଧାକୁ ଆହୁରି ପଛକୁ ମୂର୍ଦ୍ଧାକୁ ସ୍ପର୍ଶ କରିଥାଏ ଆମ ଜିଭ। ତେଣୁକରି ଏହାକୁ ହଉଛି ମୂର୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ। ପ ଫ ବ ଭ ମ ହଉଛି ଓଷ୍ଠ ବ୍ୟଞ୍ଜନ ବର୍ଣ୍ଣ। ଏହା ଦୁଇ ଓଷ୍ଠର ସ୍ପର୍ଶରେ ଆମେ ଏଇ ପ ଫ ବ ଭ ମ ବର୍ଣ୍ଣ ଗୁଡିକର ଉଚ୍ଚାରଣ ସଠିକ ରୂପେ କରିପାରିଥାନ୍ତି। ତେଣୁକରି ପ ଫ ବ ଭ ମ ହଉଛନ୍ତି ଆମର ଓଷ୍ଠ ବ୍ୟଞ୍ଜନ ବର୍ଣ୍ଣ। ଓକେ, ଏହା ସହିତ ମନେ ରଖିବେ ଆମର ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣଟି ନାସିକ୍ୟ ବ୍ୟଞ୍ଜନ ବର୍ଣ୍ଣ। ଆମର ଯୋଉ ଆମର ପ୍ରତି ବର୍ଗ ଯୋଉ ଆମର ବର୍ଗୀୟ ବ୍ୟଞ୍ଜନ ଯୋଉ 5 ଭାଗରେ ବିଭକ୍ତ କରାଯାଇଛି କ ଚ ଟ ତ ପ 5 ଭାଗରେ ଯୋଉ ବିଭକ୍ତ କରାଗଲା କଣ୍ଠ ବର୍ଗ, ତାଲବ୍ୟ, ମୂର୍ଧନ୍ୟ, ଦନ୍ତ୍ୟ, ଓଷ୍ଠ। ତାପରେ ପଞ୍ଚମ ବର୍ଣ୍ଣ ସବୁ ରହିଲେ ଏଥିରେ ନାସାର ବା ନାସିକାର ପ୍ରୟୋଗ ମଧ୍ୟ କରାଯାଇଥାଏ। ମୁହଁ କହିଲା ବେଳେ ଆମ କଣ୍ଠ ସହିତ ନାକ ବାଟ ମଧ୍ୟ ଦେଇ ମଧ୍ୟ ଏଇ ଶବ୍ଦଟି ଏଇ ଅକ୍ଷରଟି ଉଚ୍ଚାରିତ ହୋଇଥାଏ। ନିୟ, ଅଣ, ନ, ମ ଏସବୁ ଉଚ୍ଚାରଣ କଲେ ଯଦି ଆପଣ ସଠିକ ଭାବେ ଧ୍ୟାନ ଦେବେ ଉଚ୍ଚାରଣ କଲା ସମୟରେ ଇଏ ଯୋଉ 5ଟି ନ୍ୟ, ଣ, ନ, ମ ଇଏ ସବୁ ହଉଛନ୍ତି ଆମର ନାସିକ୍ୟ ବର୍ଗ ବ୍ୟଞ୍ଜନ ବର୍ଣ୍ଣ। ଓକେ, ଆଉ କଣ କଣ ନା ନ୍ୟ, ଓକେ, ଣ, ନ ଆଉ ମ ହେଲେ ନାସିକ୍ୟ ବର୍ଣ୍ଣ, ନାସିକ୍ୟ ବ୍ୟଞ୍ଜନ ବର୍ଣ୍ଣ। ଓକେ, ନାସିକ୍ୟ ବ୍ୟଞ୍ଜନ। ଓକେ, ଦେଖନ୍ତୁ ଆମର ଯୋଉ କଣ୍ଠ ହେଲା ଣ ହେଲା ନ୍ୟ ହେଲା, ଏହାକୁ ଆମର କୌଣସି ଶବ୍ଦର ମୂଳରେ ବା ଆରମ୍ଭରେ ବ୍ୟବହାର କରାଯାଏ ନାହିଁ। ଏହାକୁ ଯୁକ୍ତ ବ୍ୟଞ୍ଜନରେ ବ୍ୟବହାର ହୋଇଥାଏ। ଯେପରି ଆମର ବାଙ୍ଗ୍ମୟ, ଆକାଂକ୍ଷା, ଓକେ, ଆମର କାଞ୍ଚନ, ଏସବୁ ଆମର କାଞ୍ଚନ ନ୍ୟ ସହିତ ଚର ସମ୍ମିଶ୍ରଣରେ କାଞ୍ଚନ ହୋଇଥାଏ। ତେଣୁକରି ଆମର ବାଙ୍ଗ୍ମୟ, ଆକାଂକ୍ଷା, ବାଙ୍ଗ୍ମୟ ଲେଖିଲେ ଏହା ବାଙ୍ଗ୍ମୟ, ଆକାଂକ୍ଷା ମୋ ସହିତ କ୍ଷର ସମ୍ମିଶ୍ରଣରେ ଆମର ଆକାଂକ୍ଷା ଲେଖାଯାଇଥାଏ। ତେଣୁ ଏସବୁ କେବେ ଆରମ୍ଭରେ ଉଚ୍ଚାରିତ ହୁଏ ନାହିଁ। ଆରମ୍ଭରେ କେବେ କୌଣସି ଶବ୍ଦର ଆରମ୍ଭରେ ଏହା ଆମର ବ୍ୟବହାର କରାଯାଇ ନଥାଏ। କେବଳ ଯୁକ୍ତ ବ୍ୟଞ୍ଜନରେ ନ୍ୟକୁ ବ୍ୟବହାର କରାଯାଏ। ଓକେ, ବର୍ଗୀୟ ବ୍ୟଞ୍ଜନ କ୍ଲିୟର। ଆଉ ବର୍ଗୀୟ ବ୍ୟଞ୍ଜନ 5 ପ୍ରକାର ବର୍ଗୀୟ ବ୍ୟଞ୍ଜନ ଅଛି। କଣ୍ଠ, ତାଲବ୍ୟ, ମୂର୍ଧନ୍ୟ, ଦନ୍ତ୍ୟ, ଓଷ୍ଠ, କ ଚ ଟ ତ ପ 25 ଗୋଟି ବ୍ୟଞ୍ଜନ।
ଆମର 25 ଗୋଟି ବର୍ଗ ବ୍ୟଞ୍ଜନ ଅଛନ୍ତି। ତାର ଉତ୍ପତ୍ତି ସ୍ଥଳ ବା ଉଚ୍ଚାରଣ ହେଉଥିବା ଜାଗାକୁ ନେଇ ତାର ନାମକରଣ କରାଯାଇଛି। ଏବେ ଆମେ ଦେଖିବା ଅବର୍ଗ୍ୟ ବ୍ୟଞ୍ଜନ। ଅବର୍ଗ୍ୟ ବ୍ୟଞ୍ଜନ ଅବର୍ଗ୍ୟ ବ୍ୟଞ୍ଜନ ହଉଛି ଆମର ବର୍ଗ ବ୍ୟଞ୍ଜନ 25ଟି ଗଲେ, ଆଉ ଯୋଉ ରହିଲେ 39ଟି ଆମର 39ଟି ବ୍ୟଞ୍ଜନ ବର୍ଣ୍ଣରୁ ଆମର ଗଲେ 25ଟି ବର୍ଗ ବ୍ୟଞ୍ଜନ, ଆଉ ଯୋଉ 14ଟି ରହିଲେ ତାହା ହଉଛି ଅବର୍ଗ୍ୟ ବ୍ୟଞ୍ଜନ। ଓକେ, 14ଟି ହେଲା। ଓଡିଆ ଭାଷାରେ ଆଉ କେତୋଟି ବ୍ୟଞ୍ଜନ ବର୍ଣ୍ଣ ରହିଛି ଯେଉଁଗୁଡ଼ିକର ଉଚ୍ଚାରଣ ସ୍ଥାନ ଓ ଧର୍ମ ଅଲଗା। ଗୋଟିଏ ବର୍ଣ୍ଣ ସହିତ ଅନ୍ୟ ବର୍ଣ୍ଣର ମିଳ ନଥାଏ। ସମାନ ଶ୍ରେଣୀ ବା ନିର୍ଦ୍ଦିଷ୍ଟ ବର୍ଗ ନଥିବାରୁ କୌଣସି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ ଅନ୍ତର୍ଭୁକ୍ତ ହଉନଥିବାରୁ, ନିର୍ଦ୍ଦିଷ୍ଟ କ୍ଲାସରେ ସେମାନେ ଯାଉନଥିବାରୁ ସେମାନଙ୍କୁ ଆମେ ଅବର୍ଗ୍ୟ ବ୍ୟଞ୍ଜନ କହିଥାଉ। ସେଗୁଡିକ ଆମର କିଏ ରହିଲେ ନା ଜ ଠାରୁ ଅନ୍ତସ୍ଥ ଜ, ଏ ଜ ହଉଛି ଅନ୍ତସ୍ଥ ଜ, ଅନ୍ତସ୍ଥ ଜ ଠାରୁ ଚନ୍ଦ୍ରବିନ୍ଦୁ ଯାଏ 14 ଗୋଟି ହଉଛନ୍ତି ଆମର କଣ ନା ଅବର୍ଗ୍ୟ ବ୍ୟଞ୍ଜନ। ଓକେ, ପୂର୍ବ ସ୍ଲାଇଡ୍ ଆମେ ଦେଖିଲେ କଣ କ ଠାରୁ ମ ପର୍ଯ୍ୟନ୍ତ, ମ ପର୍ଯ୍ୟନ୍ତ ରହିଲେ ଆମର ବର୍ଗ ବ୍ୟଞ୍ଜନ। ଅବର୍ଗ୍ୟ ବ୍ୟଞ୍ଜନ ଆମ ଜ ଠାରୁ ଆରମ୍ଭ, ପ ଫ ମ ଭ, ଓକେ, ପ ଫ ବ ଭ ମ, ତାପରେ ଅନ୍ତସ୍ଥ ଜ ଆରମ୍ଭ, ଜ ଠାରୁ ଆମର ଶେଷ ଚନ୍ଦ୍ରବିନ୍ଦୁ ଯାଏ ଆମର କୁହାଯାଏ କଣ ନା ଅବର୍ଗ୍ୟ ବ୍ୟଞ୍ଜନ। ତାହା କୌଣସି ତାର ଉଚ୍ଚାରଣ ପଦ୍ଧତିଟା, ଉଚ୍ଚାରଣଟା ଆମର କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀରେ ଅନ୍ତର୍ଭୁକ୍ତ ନଥାଏ, ତେଣୁକରି ତାହାକୁ କୁହାଯାଏ ଅବର୍ଗ୍ୟ ବ୍ୟଞ୍ଜନ। ଏଇ ଅବର୍ଗ୍ୟ ବ୍ୟଞ୍ଜନ ସଂଖ୍ୟା ହଉଛି ଆମର 14ଟି। ଓକେ, ତେଣୁ ଅବର୍ଗ୍ୟ ବ୍ୟଞ୍ଜନ ଗୁଡିକର ଆମେ ବିଭକ୍ତିକରଣ କରିବା ହେଲା। ଅବର୍ଗ୍ୟ ବ୍ୟଞ୍ଜନ ଯୋଉ ହଉଛି ଆମର ଅନ୍ତସ୍ଥ ବର୍ଣ୍ଣ ଗୋଟେ ଯୋଉ ଅଛି ଆମର ଅନ୍ତସ୍ଥ ଜ ର ୟ ର ଳ ଲ ଓ, ଇଏ ହଉଛି ଆମର ଅନ୍ତସ୍ଥ ବର୍ଣ୍ଣ। ଏହାର ଉଚ୍ଚାରଣ କ୍ଷେତ୍ରରେ କାହିଁକି ଅନ୍ତସ୍ଥ ବର୍ଣ୍ଣ କୁହାଯାଏ? ଅନ୍ତ ମାନେ ମଝିଆ ମଝି ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣର ମଧ୍ୟବର୍ତ୍ତୀ ଉଚ୍ଚାରଣ ହୋଇଥାଏ। ଜ ୟ ର ଳ ଲ ଓ। ଆଉ ଯୋଉ ଚାରିଟି ରହିଲେ ତାଲବେଶ୍ୟ, ମୂର୍ଧନେଶ୍ୟ, ଦନ୍ତେଶ୍ୟ, ହ, ଏ 4 ଗୋଟି ଅବର୍ଗ୍ୟ ବର୍ଣ୍ଣ ଉଚ୍ଚାରଣ ବେଳେ ଆମର ବାୟୁର ଗତିରେ ସଂଘର୍ଷ ଘଟି ମୁଖରେ ଘର୍ଷଣ ସୃଷ୍ଟି ହୋଇଥାଏ। ତେଣୁ ଏଗୁଡିକୁ ଉଷ୍ଣ ଧ୍ୱନିମୂଳକ ବା ଉଷ୍ଣ ବର୍ଣ୍ଣ କହନ୍ତି। ପୂର୍ବରୁ ବୋଧେ କହିଆସିଛି ଯେ ସ ସ ହ ଉଚ୍ଚାରଣ କଲା ବେଳେ ଆମେ ହାତ ପାଖକୁ ନବା, ତେବେ ଆମକୁ ଏକ ଗରମ ବାୟୁର ଆଭାସ ହବ, ଗରମ ବାୟୁର ଅନୁଭବ। ତେଣୁକରି ସ ସ ସ ହ ଏସବୁକୁ ଆମେ ଉଷ୍ଣ ବର୍ଣ୍ଣ ମଧ୍ୟ କହିଥାଉ। ଓକେ, ତ 14ଟି ହେଲେ ଆମର ଅବର୍ଗ୍ୟ ବ୍ୟଞ୍ଜନ ବର୍ଣ୍ଣ, 25ଟି ହେଲେ ବର୍ଗ ବ୍ୟଞ୍ଜନ ବର୍ଣ୍ଣ। ଉଷ୍ଣ ବର୍ଣ୍ଣ ହଉଛନ୍ତି ସବୁ ସ ଏବଂ ତା ସହିତ ହ ହଉଛି ଆମର ଉଷ୍ଣ ବର୍ଣ୍ଣ। ଆଉ ଗୋଟେ ବ୍ୟଞ୍ଜନ ବର୍ଣ୍ଣ ଅଛି କଣ ନା ଆଶ୍ରିତ ବ୍ୟଞ୍ଜନ ବର୍ଣ୍ଣ। ସେ ଯୋଉ ଅବର୍ଗ୍ୟ ବ୍ୟଞ୍ଜନରୁ ଆମର ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ, ଏହାକୁ ଆମେ କଣ କହିଥାଉ ନା ଆଶ୍ରିତ ବ୍ୟଞ୍ଜନ। କାହିଁକି କୁହାଯାଇଥାଏ ଅଯୋଗବାହ ବ୍ୟଞ୍ଜନ? କାହିଁକି କୁହାଯାଇଥାଏ ନା ଏହି ଅବର୍ଗ୍ୟ ବ୍ୟଞ୍ଜନ ଗୁଡିକ ସ୍ୱାଧୀନ ଭାବରେ କୌଣସି ଶବ୍ଦ ଗଠନ କରିପାରିବେନି। ବିସର୍ଗ ଅନୁସାର ଚନ୍ଦ୍ରବିନ୍ଦୁ କେବଳ ନେଇ କୌଣସି ଶବ୍ଦ ଗଠନ ହୋଇପାରିବ କି? କେବେ ବି ହୋଇପାରିବ ନାହିଁ। ଆମେ ଏହାକୁ କୌଣସି ଅକ୍ଷର ସହିତ ଯୋଡିକି କରିବା। ଆମ ରାମ ହ, ଓକେ, କଂସା, ଏଠି ଆମର ଅନୁସାର ଲାଗିଲା, କଣି, ଏଠି ଆମର ଚନ୍ଦ୍ରବିନ୍ଦୁ ଲାଗିଲା। ଅନ୍ୟ କେଉଁ ବର୍ଣ୍ଣରେ ଏହା ଲାଗିଲେ, ଅନ୍ୟ କେଉଁ ବର୍ଣ୍ଣରେ ଏହା ବ୍ୟବହାର ହେଲେ ସେଠାରେ ଏହା ଅର୍ଥ ପ୍ରକାଶ କରିଥାଏ। ତେଣୁକରି ଏଇ ଯୋଉ ଆମର ତିନୋଟିକୁ ବିସର୍ଗ, ଚନ୍ଦ୍ରବିନ୍ଦୁ ଏବଂ ଅନୁସାର ଆମେ କହିଥାଉ ଆଶ୍ରିତ ବ୍ୟଞ୍ଜନ ବର୍ଣ୍ଣ। ଅନ୍ୟ ବର୍ଣ୍ଣକୁ ଆଶ୍ରୟ କରି ଏ ତିନୋଟି ରୂପ ପାଇଥିବାରୁ ବା ଶବ୍ଦରେ ଯୋଗ ହୋଇଥିବାରୁ, କୌଣସି ଅର୍ଥ ପ୍ରକାଶ କରିଥିବାରୁ ଏହାକୁ ଆମେ କହିଥାନ୍ତି ଆଶ୍ରିତ ବ୍ୟଞ୍ଜନ ବର୍ଣ୍ଣ। ଏଠି ଯେମିତି ଏକ୍ସାମ୍ପଲ ଦିଆଯାଇଛି ଆ, ଓ, ଉଇ, ନାହିଁ, ଏଠି ଚନ୍ଦ୍ରବିନ୍ଦୁ ଲାଗିଛି। ବହି, ଆମର ବହି ଯୋଉ ବାହାର ବହି, ବଂଶ, ଏଟା ଆମର ବିସର୍ଗ, ଅନୁସାର, ବରଂ, ଅନୁସାର, ଏହା ଏକାକୀ କୌଣସି ଶବ୍ଦ ଗଠନ କରିପାରନ୍ତି ନାହିଁ କିମ୍ବା କୌଣସି ଅର୍ଥ ପ୍ରକାଶ କରନ୍ତି ନାହିଁ। ତେଣୁ ଏହା ଅନ୍ୟ କୌଣସି ବର୍ଣ୍ଣକୁ ଆଶ୍ରୟ କରି ନୂତନ ଶବ୍ଦ ଗଠନ କରିଥାନ୍ତି। ସେଥିପାଇଁ ଅନୁସାର, ବିସର୍ଗ ଏବଂ ଚନ୍ଦ୍ରବିନ୍ଦୁଙ୍କୁ ଆମେ ଆଶ୍ରିତ ବ୍ୟଞ୍ଜନ ବର୍ଣ୍ଣ କହିଥାଉ। ଆଉ କେତେ ପ୍ରକାର ବ୍ୟଞ୍ଜନ ବର୍ଣ୍ଣ ଅଛନ୍ତି ଆମେ ତାକୁ ଜାଣିନେବା। ଗୋଟେ ହଉଛି ଆମର ଅଳ୍ପ ପ୍ରାଣ ବ୍ୟଞ୍ଜନ ବର୍ଣ୍ଣ। ଅଳ୍ପ ପ୍ରାଣ, ମହାପ୍ରାଣ। ଅଳ୍ପ ପ୍ରାଣ ମାନେ ବାୟୁ, ଯେଉଁ ବର୍ଣ୍ଣ ଉଚ୍ଚାରଣ କଲେ ଆମକୁ ଅଳ୍ପ ବାୟୁ ନିର୍ଗତ ହୋଇଥାଏ। ଯେପରି ଆମ କଣ୍ଠରୁ, ଯେପରି କ ଖ ଖ, କ ଖ, ଖ କଲେ ଆମର ଅଧିକ ଆମର କଣ୍ଠରେ ଅଧିକ ଘର୍ଷଣ ସୃଷ୍ଟି ହଉଛି, ତା ଦ୍ୱାରା ଅଧିକ ବାୟୁ ନିର୍ଗତ ହଉଛି। କିନ୍ତୁ କ, ଗ, ଚ, ଜ, ବି ହବ। ଓକେ, ଆମର ବି ଯିବ ଆମର ଅଳ୍ପ ପ୍ରାଣ ବ୍ୟଞ୍ଜନରେ।
ନିଅ ଟ ଡ ଣ ତ ଦ ନ ପ ବ ମ ଏସବୁ ହଉଛନ୍ତି ଆମର ଅଳ୍ପ ପ୍ରାଣ ବ୍ୟଞ୍ଜନ ବର୍ଣ୍ଣ। କାହିଁକି ନା ଏଇ ବର୍ଣ୍ଣ ଗୁଡ଼ିକର ଉଚ୍ଚାରଣରେ ଆମର କମ୍ ବାୟୁ ନିର୍ଗତ ହୋଇଥାଏ। ଆଉ ମଧ୍ୟ ମନେ ରଖିପାରିବେ ପ୍ରତ୍ୟେକ ବର୍ଗର ଯୋଉ ଆମର ବର୍ଗୀୟ ବ୍ୟଞ୍ଜନ ଅଛି, ପ୍ରତ୍ୟେକ ବର୍ଗର ପ୍ରଥମ, ତୃତୀୟ, ପଞ୍ଚମ ବର୍ଣ୍ଣ ହଉଛନ୍ତି ଆମର 1, 3 ଏବଂ ପଞ୍ଚମ ବର୍ଣ୍ଣ ହଉଛନ୍ତି ଅଳ୍ପ ପ୍ରାଣ। ଓକେ, ତ 2, 4 ହେବେ ଆମର ମହାପ୍ରାଣ। ଓକେ, 2, 4 ହେବେ ଆମର ମହାପ୍ରାଣ। ତେଣୁ ଆମ କ ଖ ଛାଡ଼ିଲେ ଗ, ଘ, କ ଖ ଗ ଘ ଙ, କ ଗ ଙ, କ ଗ ଙ ହେଲେ ଆମର 1, 3, 5 କ ବର୍ଗର, କ ବର୍ଗ ବ୍ୟଞ୍ଜନର ଆମର 1, 3 ଯୋଉ ପଞ୍ଚମ ସ୍ଥାନରେ ଅଛି। ତେଣୁକରି ଆମର ପ୍ରତ୍ୟେକ ବର୍ଗ ବ୍ୟଞ୍ଜନର ପ୍ରଥମ, ତୃତୀୟ, ପଞ୍ଚମ ବର୍ଣ୍ଣକୁ ଆମେ ଅଳ୍ପ ପ୍ରାଣ ବ୍ୟଞ୍ଜନ କହିଥାଉ। ମହାପ୍ରାଣ ଯେମିତି ଆମର ଅଧିକ ବାୟୁ ନିର୍ଗତ ହବ, ତାର ଉଚ୍ଚାରଣ ବେଳେ କଣ୍ଠରୁ ଅଧିକ ବାୟୁ ଯୋଉ ନିର୍ଗତ ହୁଏ। ଏହା ହଉଛି ଦ୍ୱିତୀୟ, ଚତୁର୍ଥ। ଖ, ଘ, ଛ, ଝ, ଠ ନିଜେ ନିଜେ ଉଚ୍ଚାରଣ କରନ୍ତୁ, ଏହାର ଫରକ ଜାଣିପାରିବେ। ଅଳ୍ପ ପ୍ରାଣ ବ୍ୟଞ୍ଜନ କାହିଁକି ଏମାନଙ୍କୁ କୁହାଯାଉଛି ପ୍ରଥମ, ତୃତୀୟ, ପଞ୍ଚମ ବର୍ଣ୍ଣକୁ, ଏବଂ ବର୍ଗ ବ୍ୟଞ୍ଜନ ଦ୍ୱିତୀୟ, ଚତୁର୍ଥ ବର୍ଣ୍ଣକୁ କାହିଁକି ମହାପ୍ରାଣ ବ୍ୟଞ୍ଜନ କୁହାଯାଉଛି। ଏଥିରେ ଉଚ୍ଚାରଣ କଲାବେଳେ ଅଧିକ ବାୟୁ ନିର୍ଗତ ହଉଛି, ଏଥିରେ ଉଚ୍ଚାରଣ କଲାବେଳେ ଅଳ୍ପ ବାୟୁ ନିର୍ଗତ ହେଉଛି। ଓକେ, ଓଡିଆ ବ୍ୟାକରଣ ଯଦି ଆପଣ ମାନେ ମନ ଧ୍ୟାନ ଦେଇ ପଢିବେ, ଓଡିଆ ବ୍ୟାକରଣ ବହୁତ ସହଜ। ଓକେ, ଓଡିଆ ବ୍ୟାକରଣ କିଛି କଷ୍ଟ ନାହିଁ। ମାତ୍ର ଓଡିଆରେ ଆମର ଯେତେବେଳେ ପରୀକ୍ଷା ହୁଏ, ପିଲାମାନେ ଓଡିଆରେ ହିଁ କମ ମାର୍କ ରଖିଥାନ୍ତି, କାରଣ ସେମାନେ ତାଙ୍କର ଯୋଉ ବେସିକ ବ୍ୟାକରଣରେ ଆମର ଯୋଉ ବ୍ୟାକରଣ ତାଙ୍କର ମୂଳଦୁଆ ଷ୍ଟ୍ରଙ୍ଗ ହୋଇନଥାଏ। ବ୍ୟାକରଣକୁ ସେମାନେ ଭଲ ଭାବରେ ବୁଝିନଥାନ୍ତି, ବ୍ୟାକରଣକୁ ସେମାନେ ଭୟ କରିଥାନ୍ତି। କିଛି ଭୟ କରିବାର ନାହିଁ। ଆପଣ ମାନେ ଦେଖନ୍ତୁ, ମୁଁ ମଧ୍ୟ ଆହୁରି ଭଲ ଭଲ କ୍ଲାସ ନେଇକରି ଆସିବି ଓଡିଆ ବ୍ୟାକରଣ ଉପରେ ପରବର୍ତ୍ତୀ କ୍ଲାସ ମାନଙ୍କରେ ଆପଣମାନଙ୍କର ସବୁ ପ୍ରକାର ଡାଉଟ କ୍ଲିୟର କରିବି। ଓକେ, ଜାଣିଲେ ଅଳ୍ପ ପ୍ରାଣ ହଉଛି ଯେଉଁ ବର୍ଣ୍ଣ ମାନଙ୍କ ଉଚ୍ଚାରଣରେ କମ ବାୟୁ ନିର୍ଗତ ହୁଏ। ମହାପ୍ରାଣ ବ୍ୟଞ୍ଜନ ହଉଛି ଯେଉଁ ବ୍ୟଞ୍ଜନ ବର୍ଣ୍ଣ ବା ବର୍ଣ୍ଣ ମାନଙ୍କ ଉଚ୍ଚାରଣରେ ବହୁତ ଅଧିକ ବାୟୁ ନିର୍ଗତ ହୁଏ, ତାହାକୁ ଆମେ କହିଥାଉ ମହାପ୍ରାଣ ବ୍ୟଞ୍ଜନ। ପରବର୍ତ୍ତୀ ଦେଖିବା ଆମର ଅଘୋଷ ସଘୋଷ। ଅଘୋଷ ବ୍ୟଞ୍ଜନ କଣ ନା ସଘୋଷ ବ୍ୟଞ୍ଜନ କଣ? ଯେଉଁ ବର୍ଣ୍ଣ ଗୁଡିକର ଉଚ୍ଚାରଣରେ ସ୍ୱରତନ୍ତ୍ରୀ କମ୍ପିତ ହୋଇନଥାଏ, ତାହା ହେଉଛି ଅଘୋଷ। ପ୍ରତ୍ୟେକ ବର୍ଗର ପ୍ରଥମ ଓ ଦ୍ୱିତୀୟ ବର୍ଗ କ ଖ, ଏଠି ଆମର ସ୍ୱରତନ୍ତ୍ରୀ ଆମର କ ବର୍ଗର କ ଖ, ଏଠି ଆମର ସ୍ୱରତନ୍ତ୍ରୀ ଆମର କମ୍ପିତ ହଉନି କ ଖ, କିନ୍ତୁ ଗ ଘ କହିଲା ବେଳେ ସ୍ୱରତନ୍ତ୍ରୀ ଉପରେ ଏକ ପ୍ରେସର ପଡୁଛି, ଯାହା କମ୍ପନ ସୃଷ୍ଟି ହଉଛି। ତା ସହିତ ସ ସ ସ, ଏହା ମଧ୍ୟ ଅଘୋଷ ବ୍ୟଞ୍ଜନର ଅନ୍ତର୍ଭୁକ୍ତ ଅଟନ୍ତି। ପ୍ରଥମ, ଦ୍ୱିତୀୟ ଯିବେ ଆମର ଅଘୋଷ ବ୍ୟଞ୍ଜନ। ତେଣୁକରି ଆମର ତୃତୀୟ, ଚତୁର୍ଥ, ପଞ୍ଚମ ବର୍ଣ୍ଣ ଯୋଉ ବର୍ଗୀୟ ବ୍ୟଞ୍ଜନରେ ରହିଲେ, ତା ସହିତ ଜ ର ଳ ଓ ଇଏ হবে ଆମର ସଘୋଷ ବ୍ୟଞ୍ଜନ। କାହିଁକି ନା ଏ ସବୁ ଉଚ୍ଚାରଣରେ ଆମର ସ୍ୱରତନ୍ତ୍ରୀ କମ୍ପିତ ହୋଇଥାଏ। ମନେ ରଖନ୍ତୁ, କନଫ୍ୟୁଜ ହେବେନି ଯେ ଆମର ଯୋଉ ଅଳ୍ପ ପ୍ରାଣ ବ୍ୟଞ୍ଜନ, ମହାପ୍ରାଣ ବ୍ୟଞ୍ଜନ କଣ? ଅଳ୍ପ ପ୍ରାଣ ବ୍ୟଞ୍ଜନରେ କମ ବାୟୁ ଯୋଉ ବର୍ଣ୍ଣ ଉଚ୍ଚାରଣରେ ନିର୍ଗତ ହୁଏ, ତାହାକୁ ଅଳ୍ପ ପ୍ରାଣ ବ୍ୟଞ୍ଜନ।